ନା ଇଆଡ଼େ ଗୋଟେ ବୁଲି ଆସିବା କି ସ୍ୱର୍ଗ ଆଡ଼େ? ପୃଥିବୀ ତ ରହିଲେ ମାନେ ହାୱା ଖାଇକିରି ଥଣ୍ଡା ପବନ, ସମୁଦ୍ର ଜଳ, ନଈ, ସୂର୍ଯ୍ୟ କିରଣ ଖାଇ ଖାଇ ସବୁ ହାଲିଆ ଲାଗିଲାଣି। ତେଣୁ ମୁଁ ଭାବୁଛି ଆଉ ଟିକେ ସ୍ୱର୍ଗ ଆଡ଼େ ବୁଲି ହେଲେ ଭଲ ହୁଅନ୍ତା। ଆକାଶ ତତ୍ତ୍ୱରେ କ'ଣ କେମିତି କରୁଛନ୍ତି ସେମାନେ ପୂର୍ବଜମାନେ, ଆଉ ତାଙ୍କ ରିଲେସନ୍ କ'ଣ ଆମ ଉପରେ ରହିଛି, ତାଙ୍କର ପ୍ରଭାବ କ'ଣ ପଡ଼ୁଛି, ପ୍ରକୃତରେ ସ୍ୱର୍ଗରେ ଇନ୍ଦ୍ର ଅଛନ୍ତି କି ନାହିଁ, ଯମ ଅଛି କି ନାହିଁ, ଗୁରୁଦେବ କୋଉଠି ଅଛନ୍ତି, ସେ ପୁଣି ମରିଗଲା ପରେ କୁଆଡ଼େ ଯାଇଥିଲେ, 62 ମସିହାରୁ ମଲେ, ଦେହାନ୍ତ ହେଲେ, ଆମ ପାଖକୁ ଆସିଲେ ଆମ ପାଖକୁ ଆସିଲେ 2005ରେ। ହିସାବ କଲେ କେତେ ବର୍ଷ ହେଲା? 2005, 62ରୁ 2005 କେତେ ବର୍ଷ? 62 ହେଲେ 38 ବର୍ଷ, ଇଏ ହେଲା 5 ବର୍ଷ। 38, 5, 43 ବର୍ଷ। 43 ବର୍ଷ କୋଉଠି ଥିଲେ ହେଲାନି? ଆମ ପାଖକୁ ଆସିଲେ 2005ରେ, ରଜରେ ଆସିଥିଲେ, ମନେ ଅଛି। ଆଉ 43 ବର୍ଷ ଯାକେ କ'ଣ କରୁଥିଲେ ଆଫ୍ଟର ମୁନି ସମାଜ, ଆଫ୍ଟର ଡେଥ୍? ଏ ବିଷୟରେ ଯଦି ଆଲୋଚନା କରିବା, ଏ ଗୋଟେ ଆଶା କରେ କିଛି କିଛି ଅଂଶରେ ଭଲ ଲାଗିପାରେ। ଏବେ ଆବଶ୍ୟକତା ଅଛି ଜାଣିବାରେ, କେମିତି ମଲେ, କୁଆଡ଼େ ଗଲେ, କାହିଁକି ମଲେ, ଏତେ କାମ ଥିଲା ମୁନି ସମାଜ ପାଇଁ, ଆମକୁ ପୁଣି ଆସିବାକୁ ପଡ଼ିଲା, ଆମେ କୋଉଠି ଥିଲୁ, କ'ଣ କରୁଥିଲୁ, ଗୁରୁଦେବଙ୍କର ପରିବାର ଇତ୍ୟାଦି ମନକୁ ଆସେ। ଆଚ୍ଛା, ସତରେ କ'ଣ ଯମ ଅଛନ୍ତି? କୁହନ୍ତୁ ତ। ଯଦି ଯମ ଅଛନ୍ତି, ତାଙ୍କର ଅଛି, ଠିକ ଅଛି, ତାଙ୍କର ସୂକ୍ଷ୍ମ ଶରୀର, ତନ୍ତ୍ର ଜାଣିଛନ୍ତି କି ମନ୍ତ୍ର ଜାଣିଛନ୍ତି, ହାଲକା ହେଇକିରି ରହିପାରିବେ। ଏ ଯୋଉ ମହିଷୀ ଗୁଡ଼ା ମରୁଛନ୍ତି, ମହିଷୀ ବାହନରେ ଯୋଉ ଆସୁଛନ୍ତି, ମହିଷୀ ଗୁଡ଼ା ଯଦି ସ୍ୱର୍ଗରେ ଗଳି ପଡ଼ିବେ ତଳକୁ ସିଧା, ତାଙ୍କର ତ କିଛି ନାହିଁ, ଆଟ୍ରାକ୍ସନ ଶକ୍ତି କେମିତି ରହିଛନ୍ତି ଯମ ପାଖରେ? ଯମର ଘର ଦ୍ୱାର ଅଛି, ଆଉ ତାଙ୍କର ସିଂହାସନ ଅଛି, ଯେମିତି ଯାଇ ପହଞ୍ଚିଗଲେ ନଚିକେତା ପହଞ୍ଚିଗଲା ବେଳକୁ ଯମ ଆଉଟରେ ଥିଲେ। ଯମ କୁଆଡ଼େ ବାହାରେ ଥିଲେ, 3 ଦିନ ପରେ ଆସିଲେ। ନଚିକେତାକୁ ସେଠୁ ତାଙ୍କର ଯମର ଯିଏ ଆସିଷ୍ଟାଣ୍ଟ ଥିଲେ, ଦାୟିତ୍ୱରେ ଥିଲେ, ଅଫିସ ଚାର୍ଜରେ, ସେ କହିଲେ ତମ ନାଁ କ'ଣ? ନା ନଚିକେତା, ମୁଁ ଆସିଛି ଯମକୁ ଭେଟ କରିବାକୁ। ନା ଖାଇଦିଅ, ଯମ ତ ଆସିନାହାନ୍ତି, ତମେ ଟିକେ ଜଳଖିଆ ପତ୍ର ଖାଅ, ନହେଲେ ଏଠି ସ୍ନାକ୍ସ ଅଛି ଖାଅ, ପାଉରୁଟି ଅଛି, ଯାହା ଅଛି ଖାଇବ ଖାଅ, ଅପେକ୍ଷା କର, ନହେଲେ ଚୁଡ଼ା କଦଳୀ। ନଚିକେତା କହିଲେ ନାଇଁ, ମୁଁ ଏଗୁଡ଼ା ଖାଇବିନି, ମୁଁ ଆସିଲି ଯମକୁ ଭେଟ କଲା ପରେ ଖାଇବି। ଏଠୁ ଯମ ଆସିଲା ପରେ 3 ଦିନ ଯାକ ଅପେକ୍ଷା କରିଛନ୍ତି, ଖାଇନାହାନ୍ତି। ତେଣୁ ଯମ ବହୁତ ପ୍ରୀତ ହେଲେ। ଶାସନ ମାନେ ନଚିକେତାଙ୍କୁ କେତେ ଗୁଡ଼ିଏ ଅପସନ ମିଳିଲା, ଅଫର ମିଳିଲା। ତେଣୁ ସେ ଅଫର ଭିତରେ ବହୁତ କିଛି ଅଛି। ଆଚ୍ଛା, ଏଇଟା କେତେ ଦୂର ସତ୍ୟ? ପୌରାଣିକ ଗାଥା କେତେ ଦୂର ସତ୍ୟ? ଏ ବିଷୟରେ ଥରେ ମୁଁ ଗୁରୁଦେବଙ୍କୁ ପଚାରିଲି। ଗୁରୁଦେବ ତ ଅଛନ୍ତି ଆକାଶରେ, ଯମ ପାଖାପାଖି ଥିବେ କି କ'ଣ କରୁছে? ମୁଁ କହିଲି ଆଚ୍ଛା, ଆପଣ ତ ଗଲେଣି ଏତେ ବର୍ଷ ହେଲାଣି,
43 ବର୍ଷ ହେଲା ଆପଣ ଗଲେଣି, ଏତେ ବର୍ଷ ଅଭିଜ୍ଞତା କୁହନ୍ତୁ ଆକାଶ ବା ସ୍ୱର୍ଗ ନର୍କ ପାତାଳ ଯମ ଇନ୍ଦ୍ର ଏସବୁ ପ୍ରକୃତିରେ ଅଛନ୍ତି କି ନାହିଁ? ଏ ଗଭୀର ଇଣ୍ଟରେଷ୍ଟିଂ କଥା ନୁହେଁ କି? ଏଠୁ ଗୁରୁଦେବ କହିଲେ ନାଇଁ ତ ମୁଁ କାହାକୁ ଦେଖିପାରୁନି, ମୁଁ ଏତେ ବର୍ଷ ହେଲା ଆସିଲିଣି କିନ୍ତୁ କାହାକୁ ତ ଦେଖିପାରୁନି। ହଁ, ଏଇଟା ଦେଖୁଛି ଯେ ଆମେ ଯୋଉ ଲେୟାରରେ ଅଛୁ, ଆମେ ଯୋଉ ଉଚ୍ଚ ଶ୍ରେଣୀରେ ଅଛୁ, ବହୁତ ଉଚ୍ଚରେ ଅଛୁ, ଆମକୁ ଅନ୍ୟମାନେ ଯୋଉ ମରୁଚନି ଆସିକି ଦେଖିପାରିବେ ନା। ଲେୟାର ଅଛି, ସେ କହୁଛନ୍ତି ଗୋଟେ ଲେୟାର ଅଛି, ଯେମିତି ମରିଗଲା ପରେ ଯିଏ ସୁଇସାଇଡ କରିଛନ୍ତି, ଆତ୍ମହତ୍ୟା କରିଛନ୍ତି, ତାଙ୍କ ଲେୟାର ଅଲଗା ଅଛି, ସେମାନେ ଆମ ପାଖକୁ ଆସିପାରିବେ ନାହିଁ। ଆଉ ଯୋଉମାନେ ସାଧାରଣ ଭାବରେ ମରୁଛନ୍ତି, ବୟସ ହେଇଗଲା, ଆଉ ଯୋଉ ଲେୟାର ତାଙ୍କ ପାଇଁ ଗୋଟେ ଅଛି ସ୍ତରଟା, ସିଏ ବି ଆମ ପାଖକୁ ଆସିପାରିବେ ନାହିଁ। ଏମିତି ସବୁ ଯିଏ ଯୋଉ ସ୍ତରରେ ମରୁଛନ୍ତି ବା ତାଙ୍କର କର୍ମ ଅନୁସାରେ ଯିଏ ଯେମିତି ଅଛନ୍ତି, ସେଇ ସ୍ତର ଦେଇକି ସେ ରହୁଛନ୍ତି ଆସିକି। କିନ୍ତୁ ନା ଯମ ଅଛି ନା ଇନ୍ଦ୍ର ଅଛି, କାହିଁ ଆମେ ତ କାହାକୁ ଦେଖିପାରୁନୁ। ସେ ତ କାରଣ ଶରୀରରେ ଅଛନ୍ତି, ଗୁରୁଦେବ କାରଣ ଶରୀରରେ ଅଛନ୍ତି, ଈଶ୍ୱର ସତ୍ତା ହେଇକି। ଯୋଉ ଆମର କୋଷ ଗୁଡ଼ିକ ଅଛି, କହିବି କେବେ କୋଷ ଉପରେ ତ କହିନି, କହିବି କୋଷ ଯୋଉ ଅଛି, ଅନ୍ନମୟ କୋଷ, ବର୍ତ୍ତମାନ ଯୋଉ ସ୍ଥୂଳ ଶରୀର ଅନ୍ନମୟ କୋଷ, ତାପରେ ସୂକ୍ଷ୍ମ ଶରୀର କମ୍ପୋଜିସନ ହଉଛି ପ୍ରାଣମୟ କୋଷ, ମନୋମୟ କୋଷ, ଆନନ୍ଦମୟ କୋଷ, ଏ ବିଜ୍ଞାନମୟ କୋଷ। ପ୍ରାଣମୟ କୋଷ, ମନୋମୟ କୋଷ, ବିଜ୍ଞାନମୟ କୋଷ, এই ତିନୋଟି କମ୍ବିନେସନ ହଉଛି ସୂକ୍ଷ୍ମ ଶରୀର, ହିରଣ୍ୟମୟ ଗର୍ଭ। ଆଲୋକ, ଆଲୋକ ଗର୍ଭର କୋଷ, ଯୋଉଟା ମରିଗଲା ପରେ ପ୍ରାପ୍ତ ହୁଏ ବା ଆମ ଭିତରେ ଅଛି, ସେଇଟା ଯିବ ଉପରକୁ। এই ତିନୋଟି ଜିନିଷ ଥିବ, ଏ ଚାରୋଟି କୋଷ ପରେ ଆଉ ଗୋଟେ କୋଷ ରହୁଛି ଆନନ୍ଦମୟ କୋଷ। ସେ ଆନନ୍ଦମୟ କୋଷରେ ସେଟା କାରଣ ଶରୀର କୁହାଯାଉଛି। ମଣିଷ ଭିତରେ ଭିତରେ ସେ ଅଛି ସବୁ, ଆଉ ସେଇ କୋଷରେ ଗୁରୁଦେବ ଅଛନ୍ତି, ଆନନ୍ଦମୟ କୋଷରେ ବା ତୁମର କାରଣ ଶରୀର। ତିନୋଟି ଶରୀର ରହିଲା, ଗୋଟେ ସ୍ଥୂଳ ଶରୀର ଯୋଉଟା ବର୍ତ୍ତମାନ ଆମେ ଧରିଛେ, ମରିଗଲା ପରେ ସୂକ୍ଷ୍ମ ଶରୀର, ତାର ଉଚ୍ଚ ଶ୍ରେଣୀର ଶରୀର ହଉଛି କାରଣ ଶରୀର। ତେଣୁ ଯେଉଁମାନେ ସାଧନ କରିବେ କାରଣ ଶରୀର ହୁଏତ ଯାଇପାରିବେ, ନହେଲେ ସୂକ୍ଷ୍ମ ଶରୀରରେ ଯୋଉ ଅନନ୍ତ ଶକ୍ତି ଅଛି ତାକୁ ମଧ୍ୟ ଅନୁଭବ କରିପାରିବେ। ତେଣୁ କାରଣ ଶରୀର ପରେ ରହୁଛି କୋଷ ନାଭି, ନିନ୍ୟସ୍ତି। କୋଷ ନାଭି ପରେ ରହୁଛି ଶକ୍ତି କେନ୍ଦ୍ର, ଶକ୍ତି କେନ୍ଦ୍ର ପରେ ରହୁଛି ବ୍ରହ୍ମ କେନ୍ଦ୍ର, ବ୍ରହ୍ମ କେନ୍ଦ୍ର ପରେ ବିରାମ, ତାପରେ ରହୁଛ ବ୍ରହ୍ମ। ବ୍ରହ୍ମର ଅବସ୍ଥାନ ହଉଛି ସେଇ କ୍ଷେତ୍ରରେ, ମାନେ କେତେ ଭିତରେ ସେ ଅଛି। ତେଣୁ ଗୁରୁଦେବ ମଧ୍ୟ ସେ ଭିତରକୁ ଯାଇନାହାନ୍ତି, ଏ କାରଣ ଶରୀରରେ ଅଛନ୍ତି। ଆମେ ଯାହା ଅନୁଭବ କରୁଛୁ ବା ତାଙ୍କର ଯୋଉ ସ୍ଥୂଳ ଶରୀର ଆସିଲା ପରେ ଯାହା ଦେଖୁଛୁ ବା କଣ କଣ କହିପାରୁଛନ୍ତି, ବହୁତ କଥା କହିଛନ୍ତି, ମା ଉପରେ ମୋ ସହିତ ଆଲୋଚନା ହେଇଛି।
ତେଣୁ ସେଇ ଶରୀର ଧରିକି ଯୋଉମାନେ ରହିଲେ ସେ ଈଶ୍ୱର ସତ୍ତା ହେଇଗଲେ। ଯଦି ଈଶ୍ୱର ସତ୍ତା ହେଇଗଲେ ତାହେଲେ ତ ସମସ୍ତଙ୍କୁ ଦେଖିବା କଥା। କିନ୍ତୁ 38 ବର୍ଷ ଭିତରେ, ଏଇଟା ଆମ ବହିରେ ଲେଖା କଥା ମୁଁ କହୁନି, କି ପୁରାଣ ଗୀତା ଭାଗବତ କଥା ମୁଁ କହୁନି, ପ୍ରାକ୍ଟିକାଲ କଥା କହୁଛି, ଯୋଉଟା ନିଶ୍ଚୟ ସତ କଥା। ତେଣୁ ଗୁରୁଦେବ କହିଲେ ସେମିତି କିଛି ନାହିଁ, ସ୍ୱର୍ଗରେ ଜଣା ପଡୁନି। କିଏ ଗଲା? ତାଙ୍କର କହିବା ଉଦ୍ଦେଶ୍ୟ ହଉଛି, ଯିଏ ଯୋଉ ସ୍ତରରେ ମରୁଛନ୍ତି ବା ତାଙ୍କର କର୍ମ ଅନୁସାରେ ସ୍ତରରେ ରହୁଛନ୍ତି, ଅବଶ୍ୟ ଆକାଶକୁ ଆସୁଛନ୍ତି, ସ୍ତରକୁ ନେଇକି ରହୁଛନ୍ତି। ଯାହାର ଯେମିତି ଭାବନା ସେ ଅନୁସାରେ ରହୁଛନ୍ତି। ତେଣୁ ସାଧନ କରୁଛି, ସାଧନରେ ଫଳପ୍ରଦ ହେଇନି, ସମାଧି ହେଇନି, ଏକ୍ସପର୍ଟ ହେଇଗଲା। ତେଣୁ ସେ ସାଧନରେ କିଛି କ୍ଷତି ହବନି। ସିଏ ଗୋଟେ ସ୍ତରରେ ଯାଇକି ରହିବେ, ତାଙ୍କ ସ୍ତର ଅଲଗା ରହିବ, ଉଚ୍ଚ ଶ୍ରେଣୀର ସ୍ତର। ଆଉ ପୁଣି ଯେମିତି ଏଠି ମାରପିଟ ହଉଛି, ଗୁଣ୍ଡା ଗର୍ଦି ଚାଲିଛି, ସେଠି ବି ସେମିତି ଚାଲିଛି। ଯୋଉ ଅଶାନ୍ତ ଆତ୍ମା ଗୁଡା ଗଲେ, ମରିଗଲେ, ସିଏ ସେଠି ଯାଇ ସେ ଉତ୍ପାତ ହେବେ। ତାଙ୍କୁ ପୁରେଇ ଦେବେନି ଭଲ ଆତ୍ମା ଗୁଡା, ସେ ତଳକୁ ଆସିବେ। କୋଉଠି? ମାନେ ଏଇ ପୃଥିବୀରେ ରହିବେ, ସେ ଉପରକୁ ଯାଇପାରିବେ। କୋଉ ଅସନା ଜାଗା, ଅଳିଆ ନର୍ଦ୍ଦମା ଜାଗା, ତୋଟା ନିଘଞ୍ଚ ଜାଗା ରହିକି ସେ ଲୋକମାନଙ୍କୁ ହଇରାଣ କରିବେ, କୋଉଠି ଲାଗିବେ, କଣ କରିବେ, ସେ ଲାଗୁନାହାନ୍ତି। ତେଣୁ ତାଙ୍କର ସ୍ଥାନ ନାହିଁ। ଏସବୁ କଥା ଜାଣିବାକୁ ମିଳୁଛି। ମତେ ବି ଆଶ୍ଚର୍ଯ୍ୟ ଲାଗୁଛି ବେଳେ ବେଳେ, ମରିଗଲା ପରେ ଯୋଉ ଆତ୍ମାମାନେ ଯାଉଛନ୍ତି, ତାଙ୍କ ପରିବାର ମଧ୍ୟ ରହିଛନ୍ତି ଅପେକ୍ଷା କରିକି, ଯିଏ ଜନ୍ମ ନେଇନାହାନ୍ତି, ଇଏ ମରିଗଲା ପରେ ସେଠିକି ଯାଉଛନ୍ତି। ଯଦି ତ ଜନ୍ମ ନେଇଥିବେ ସରିଲା, ଜନ୍ମ ନ ନେଇଥିବେ ସେ ସେଠି ରହିବେ। ଆଉ ଆମର 365 ଦିନ ବା ଗୋଟେ ବର୍ଷ ତାଙ୍କର ଗୋଟେ ଦିନ, ବା 6 ମାସଟା ତାଙ୍କର ଗୋଟେ ରାତି, ଆଉ 6 ମାସ ତାଙ୍କର ଗୋଟେ ଦିନ। ତେଣୁ 365 ଦିନ ଗୋଟେ ଦିନ, ଯୋଉଟା କି ଆମର ଯୋଉ ପିତୃପୁରୁଷ ମାନଙ୍କର ଅଛି। ତାଙ୍କର ଗୋଟେ ବର୍ଷଟା ଦେବତା ମାନଙ୍କର ଗୋଟେ ଦିନ, ଦେବତା ମାନଙ୍କର 4000 ବର୍ଷଟା ବ୍ରହ୍ମାଙ୍କର ଗୋଟେ ଦିନ। ବ୍ରହ୍ମାଙ୍କର 4000 ବର୍ଷ ବିଷ୍ଣୁଙ୍କର ଗୋଟେ ଦିନ, ବିଷ୍ଣୁଙ୍କର 4000 ବର୍ଷ ଶିବଙ୍କର କ୍ଷଣ ମାତ୍ର କଟିଲା, କ୍ଷଣ ମାତ୍ର ପଲକ ପଡିବ ଉଠିବ। ତାମାନେ ଚିନ୍ତା କରନ୍ତୁ, ଶିବଙ୍କର ପଲକ ପଡିବା ଉଠିବାଟା ଆମର କେତେ ହଜାର ହଜାର ବର୍ଷ ହେଇଯାଇଥିବ, କେତେ ହଜାର ହଜାର ବର୍ଷ ହେଇଯାଇଥିବ। ସ୍ୱର୍ଗ ଏବଂ ମର୍ତ୍ତ୍ୟର ରହସ୍ୟ ହଉଛି ଏହା। ଗୁରୁଦେବ ଗୋଟେ ବହି ଲେଖିଛନ୍ତି, ସ୍ୱର୍ଗ ଆଉ ମର୍ତ୍ତ୍ୟର ରହସ୍ୟ, ଦେଖିବେ। ସ୍ୱର୍ଗ ଆଉ ମର୍ତ୍ତ୍ୟର ରହସ୍ୟ। ଏଇଟା କାଳ୍ପନିକ, ବାସ୍ତବତା ଅନୁସାରେ ଭାବି ନିଅନ୍ତୁ, ଅତି ବାସ୍ତବ, ଅତି ସତ୍ୟ, ଅତି ସତ୍ୟ, ଅତି ସତ୍ୟ ଜାଗା, ଯେ ଆମର ଏଇଟା ପରମାନେଣ୍ଟ ସ୍ଥାନ ନୁହେଁ, ଟେମ୍ପୋରାରୀ ସ୍ଥାନ। ଏଇଟା ବାସ୍ତବ ସତ୍ୟ। ଆମେ ଆସିଛେ ଯେମିତି ବନ୍ଧୁ ଘରକୁ ଗଲେ, ବନ୍ଧୁ ଘରେ କିଛି ଦିନ ରହିବ, ପଳେଇ ଆସିବ। ବନ୍ଧୁ ଘରେ ସବୁଦିନ ରହିବାକୁ ଦେବେନି କି ତମେ ରହିବନି। ସେମିତି ଏଠି ଯୋଉ ଆସିଛ, ଇଏ ଗୋଟେ ବନ୍ଧୁ ଘର ଭଳି। ଇଏ ଅସ୍ଥାୟୀ
ଏ ସମୟ କିଛି ବର୍ଷ ପାଇଁ ଆସୁଛି, କିନ୍ତୁ ପୃଥିବୀର ମାୟାଜାଲ ଏତେ ଆକର୍ଷଣ, ଏତେ ଉତ୍ସାହ ଭରି ଦେଇଛି ତୁମକୁ ଯେ ତୁମେ ରହିଯାଉଛ, ସତିକା ଭାବୁଛ ଏଇଟା ହିଁ ପରମାନେଣ୍ଟ। ନିଜ ପରମାନେଣ୍ଟ ଜାଗା ଛାଡ଼ିକି ତୁମେ ଆସି ଏଇଟା ଅସ୍ଥାୟୀ ଜାଗା କହୁଛ ଏଇଟା ପରମାନେଣ୍ଟ। ଏହା ହେଉଛି ବିଡ଼ମ୍ବନା। ଆଉ ଯେଉଁମାନଙ୍କର ଜ୍ଞାନ ହେଇଯାଇଛି, ଯେଉଁମାନଙ୍କର ବୈରାଗ୍ୟରେ ଉପନୀତ ହେଇଛନ୍ତି, ସେମାନେ ଭଲ ଭାବରେ ବୁଝିପାରିବେ ଆଉ ପ୍ରତି କ୍ଷେତ୍ରରେ ଭାବନା କରୁଥିବେ ଯେ ଏଇଟା ଅସ୍ଥାୟୀ ଜିନିଷ, ସ୍ଥାୟୀ ନୁହେଁ, ମୁଁ ସ୍ଥାୟୀ ନୁହେଁ, ଜୀବନ ସ୍ଥାୟୀ ନୁହେଁ, ଆମକୁ ଯିବାକୁ ପଡ଼ିବ। ତେଣୁ ସେଇମାନଙ୍କ କ୍ଷେତ୍ରରେ, ସେଇମାନଙ୍କ ହୃଦୟରେ ନିଶ୍ଚିନ୍ତ ଭାବରେ ଜାଗ୍ରତ ହବ, ଲୋଭ ରହିବ ନାହିଁ। ଲୋଭୀ ହେବେନି ସେମାନେ, ଜାଣୁଛନ୍ତି ଏଇଟା ଅସ୍ଥାୟୀ ଜିନିଷ, ଲୋଭ ପ୍ରକଟ କରିବେନି। ଆମର ଜଣେ ପୁତୁରା ଏକ୍ସପାର୍ଟ କରିଯାଇଛି, ଆମରି ବୟସର, ଆମ ସାଙ୍ଗରେ ପଢୁଥିଲା, ଆମ କ୍ଲାସମେଟ୍। ସେ ଏପର୍ଯ୍ୟନ୍ତ ଜନ୍ମ ନେଇନି, ସେଇଠି ଅଛି, ସେଇଠି ଅଛି। ହୁଏତ ତାକୁ ମାରି ଦିଆଯାଇଛି ତନ୍ତ୍ରରେ, ସେ ହେଇଠି ଘୁରୁ ବୁଲୁଛି। ଆମେ ଯଦି କହିବା ଯେ ଆତ୍ମହତ୍ୟା କରୁଥିବା ବ୍ୟକ୍ତି ବା ଅଶାନ୍ତରେ ମରିଥିବା ବ୍ୟକ୍ତି, ସେ ଉପରକୁ କେବେ ଯାଇପାରିବନି, ଉପରେ ସୁଖ ନିଦ୍ରା ରହିପାରିବନି, ଆଉ ସିଏ ସେଠି ଜାଗ୍ରତ ହେଇକି ରହିଛି। ତୁମେ କ୍ଷଣେ ମାତ୍ର ପ୍ରଣବ କର, କେବେ ପ୍ରାଣାୟାମ କର, ତୁମର ଯୋଉ କର୍ମବନ୍ଧନ କଟିବ। ଯଦି ମାନେ ପ୍ରଣବ କରୁଥିବ, ପ୍ରତ୍ୟେକ ଦିନ ବି ପ୍ରଣବ କରୁଥିବ, ତାର କର୍ମବନ୍ଧନ କଟିବ। ଦେଖ କେତେ କ୍ରିଟିକାଲ ଜିନିଷ। ତୁମେ ଆସିଛ ଜାଣିନ କୋଉଠୁ ଆସିଲ, ପୁଣି କୋଉଠିକି ଯିବ ବି ଜାଣିନ। কোথায় থেকে আসিলে রে বন্ধু, কোথায় যাবে রে, কোଉଠି ଥିଲ କୋଉଠିକି ଆସିଛ ଜାଣିନ, କୋଉଠି ଯିବ ବି ଜାଣିନ। ये बहुत क्रिटिकल, बहुत मिस्ट्री, रहस्यमय पूरा। तेणु रहस्यमय को आम भेद करवा ना, ये रीतिनीति रिवाज, आमर जो संस्कार चाली चलनी, आकु धरिकी आम बसवा उठु होगा। शेष निश्वास भी मिस्ट्री, निश्वास भी तांको द्वारा परिचालित हो। से निश्वास केतବେଳେ बंद हो जाए हम जानी परिबा, आ निश्वास बंद हेले केही तुमको श्वास करि परिबे, केही बंचै परिबे ना। ऑक्सीजन बंचै दबो ना, स्टीरॉयड बंचैबो ना, कौन से पृथ्वी डॉक्टर तुम बंचै परिबे। निश्वास कटिला, कौन से पृथ्वी डॉक्टर नहीं ऑपरेशन करी दा जॉइंट कर, निश्वास चल पंपिंग कर। तेणु जो ये जो रहस्यमय पृथ्वी, रहस्यमय स्वर्ग, तुम्हें स्वयं रहस्यमय, कारण तुम्हें किए जाने ना आज जाने, और सही रहस्य को नहीं कि तुम्हें उठुब हो। प्रत्येक मनुष्यर जानी रखा दरकार जे मु किए, मु वास्तव किए जे जाने नहीं। से जमी पुले किणी पकाउछ, बस केते खंड बढ़े दउछ, इंडस्ट्री करी पकाउछ, ये मो बापा, ये मो माँ, ये मो स्त्री, ये मो स्वामी, ये मो पुओ, ये मो झिया। ये जो अवास्तव चित्र रे बांधी रही है, अवास्तव चित्र नहीं कि आर वास्तवता किछि नहीं। ना दिग देखा ना स्थल देखा, ना आकाश देखा, आमर गति देखुचे। मनीष मरीगला, कोके बंधा हला, हरिनाम सत्य है कुआला,
କଉଡ଼ି ପଡ଼ିଲା, ପଇସା ପଡ଼ିଲା, ଖଇ ପଡ଼ିଲା, ତୁମେ ବି ଦେଖୁଛ, ତୁମ ଆଗରେ ସବୁ ଯାଉଛ, ତୁମେ ବି ଯାଉଛ ପଛେ ପଛେ, କେବେ ବି ଚିନ୍ତା କରୁନ ଆରେ ମୁଁ ତ କେବେ ଏମିତି ହେବି। ଶମଶାନ ଜଙ୍ଗଲ, ଶମଶାନରେ ଦେଖିଲ ଜଳିଗଲା, ତୁମର କେବେ ଆସୁନି ସେ ସେନ୍ସ ଆରେ ମୁଁ ତ, ଯୋଉଟା କି ଆସିଥିଲା ବୁଦ୍ଧଦେବଙ୍କ ଭିତରେ। ଆରେ ଇଏ କଣ ନା ଏଇଟା ଶବ। ପ୍ରଥମେ ଯେତେବେଳେ ଆସିଲେ ବୁଲିବା ପାଇଁ ବାହାରୁ, କାରଣ ରାଜା ସୁଦର୍ଶନ ବନ୍ଦ କରିଥିଲେ ତାଙ୍କୁ କୁଆଡେ ଯିବା ପାଇଁ, କାଳେ ବୈରାଗ୍ୟ ସୃଷ୍ଟି ହବ, ଜୀବନ ମରଣ ରହସ୍ୟ ବୁଝିଯିବ, ସେଥିପାଇଁ ଛାଡ଼ି ନଥିଲେ ବାହାରୁ। ଯେତେବେଳେ ଛାଡ଼ିଲେ ଦେଖିଲେ ପ୍ରଥମ ଗୋଟେ ଶବ ଯାଉଛି। ଆରେ କହିଲେ ଇଏ କଣ ବାନ୍ଧି ପକେଇଛନ୍ତି, କାହିଁକି ତାର କଣ ହେଇଛି, କଣ ବାନ୍ଧି ପକେଇଛନ୍ତି ଲୋକଟାକୁ। ଏଇଠୁ କହିଲେ ନାଇଁ ନାଇଁ ଆଜ୍ଞା ବନ୍ଧା ଯାଇନାହିଁ, ଇଏ ମରିଗଲା। ମରିଗଲା ମାନେ, ମରିଗଲା ମାନେ କଣ ନା ଇଏ ଆଉ ରହିବେନି ପୃଥିବୀରେ, ତାଙ୍କୁ ନେଇକି ଜାଳିଦେବେ, କୋକେଇ ବାନ୍ଧିକି ନଉଛନ୍ତି। ତାହେଲେ ମୁଁ, ସେଇଠି ଉଠିଲା ପ୍ରଶ୍ନ, ମୁଁ ନା ହଁ ଆପଣ ବି ମରିବେ, ନା ମୋ ପୁଅ ନା ହଁ ସିଏ ମରିବ। ସେଇଠି ଜ୍ଞାନ ଉଦୟ ହେଲା ବୁଦ୍ଧଦେବଙ୍କ, ମୁଁ ମରିଯିବି, ତାହେଲେ ମୁଁ କିଏ, ଖୋଜିବା ଆରମ୍ଭ, ଖୋଜିବା ଆରମ୍ଭ ହେଲା ସେଇଠି, ଜାଗ୍ରତ ହେଲା। ତେଣୁ ଆମେ ବି ସବୁଦିନ ଶବ ଦେଖୁଛେ, ଶବ ଶବ ବାଟରେ ଚାଲିଛି, ଆମେ ଆମ ବାଟରେ ଚାଲିଛେ, ସ୍କୁଟର ଚଢି ହର୍ନ ମାରିକିରି ମତେ ସାଇଡ ଦିଅ, ତମେ ଆଗକୁ ପଳେଇ ଯାଉଛ ସବୁ କାଟିକିରି। କାରଣ ତୁମେ କାମ ଅଛି, ତୁମର ବହୁତ କାମ ଅଛି, ଅଫିସ ଯିବ, ଅଫିସରେ କଣ କରିବ, ପୁଣି ଅଫିସ ପରେ କୁଆଡେ ଯିବ, ପୁଣି ହାଟ ଯିବ, ମାର୍କେଟ କରିବ, ଘରକୁ ଆସିବ, ଇତ୍ୟାଦି ଇତ୍ୟାଦି। ସବୁ ତାର ଚାଲିଛି, ତମେ ଚାଲିବ ନା ନାଇଁ ତମ ବାଟରେ। ଏଇ ଯୋଉ ମିଷ୍ଟ୍ରି, ଏଇ ଯୋଉ ରହସ୍ୟ ତୁମକୁ ମାୟାରେ ବାନ୍ଧି ଦେଇକିରି ଉବୁଟୁବୁ କରୁଛି, ସେ ମାୟା ଜଗତ ର ଜଞ୍ଜିର ବହୁତ କଠିନ, ବହୁତ କଠିନ। ମା ମରିଗଲା ପୂର୍ବରୁ ଝିଅଟିଏ ଯାଇକିରି ତାର ପେଣ୍ଡି ଫୁଲକୁ ଆକର୍ଷିତ ହେଇକି ଛିଡେଇ ଆଣୁଛି, ଜାଣିଛି ମା ମରିଯିବ, ଆଉ ପେଣ୍ଡି ଫୁଲଟା ଭାଗ ହବ, ତେଣୁ ମୁଁ ଆଗତୁରା ନେଇଯାଏ। ଗୋଡରେଜ ଭାଙ୍ଗିକିରି, ଆଗେ ତ ଗୋଡରେଜ ନଥିଲା, ସିମେଣ୍ଟରେ ସବୁ କାନ୍ଥକୁ ଲଗେଇକିରି ଗଡରେଜ କରୁଥିଲେ ବା ଗୁପ୍ତ କୋଠରୀ କରୁଥିଲେ, ସୁନା ରୂପା ରଖୁଥିଲେ। ଆମର ଯୋଉ ବହୁତ ଆଗକାଳ ଲୋକମାନେ, ଗୋଟିଏ ପୁଅ ଦୁଇଟି ପୁଅ ଭିତରୁ ଗୋଟେ ପୁଅ ତାକୁ ଭାଙ୍ଗିକି ନେଇ ଆସିଲା, ଭରପୁର ସୁନା ଥିଲା। ବୁଢା ଦିନେ ଦେଖିଲା ବେଳକୁ ସୁନା ଆଉ ନାହିଁ। ସୁନା କିଏ ନେଲା, 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 ଜପ ଚାଲିଲା। ଆଉ ନା ଗୀତା ଜପ ହବ, ନା ଭାଗବତ ଜପ ହବ, ନା ପୁରାଣ ପୋଥି। ଭାଗବତ ଗାଦି ପୂଜା ହଉଛି, କିନ୍ତୁ ସୁନା କୁଆଡେ ଗଲା, ଜପ ହଉଛି। 7 ବର୍ଷ ପାଗଳ ହେଇଗଲା ସୁନା ଲାଗି, 7 ବର୍ଷ ପର୍ଯ୍ୟନ୍ତ ସୁନା କୁଆଡେ ଗଲା, ଡେଥ୍ ହେଇଗଲା। ଇଏ ହଉଛି ଲୋଭ। ତେଣୁ ଏଇ ଯୋଉ ରହସ୍ୟମୟ ପୃଥିବୀ ଆଉ ସ୍ୱର୍ଗ ମଧ୍ୟ ରହସ୍ୟମୟ, ତୁମର ଜୀବନ ମୃତ୍ୟୁ ମଧ୍ୟ ରହସ୍ୟମୟ। आया था किस काम से, सोया चादर तान। ये संपूर्ण रहस्यमय पृथ्वी, तुम्हें स्वयं रहस्यमय, तुम जीवन रहस्यमय, तुमर कर्म रहस्यमय, तुमर जन्म मृत्यु रहस्यमय, बाप माँ रहस्यमय, जीवन रहस्यमय।
ଆକୁ ଉନ୍ମୋଚନ କରିବାକୁ ପଡ଼ିବ ତୁମକୁ। ଇଏ ବହୁତ କଷ୍ଟ ଅଙ୍କ ହେଇପାରେ, କିନ୍ତୁ ସହଜ ସୂତ୍ର ଅଛି ଆକୁ ଉନ୍ମୋଚନ କରିବାକୁ। ସେଇଟା କ'ଣ, କେମିତି ଉନ୍ମୋଚନ ହେଇପାରିବ, ଏଇ ରହସ୍ୟର ପର୍ଦ୍ଦାଫାଶ କେମିତି ହେଇପାରିବ ନା, ଯେତେବେଳେ ତୁମେ ଆତ୍ମାର ଅନ୍ତର୍ନିହିତ ଜଗତ ଭିତରେ ପ୍ରବେଶ କରିବ। ଯେତେବେଳେ ତୁମେ ଆତ୍ମାର ଅନ୍ତର୍ନିହିତ ଜଗତ ଭିତରକୁ ପ୍ରବେଶ କରିବ, ନହେଲେ ଏହାର ସମାଧାନ କୌଣସି ଈଶ୍ୱର କରିପାରିବେନି। କୌଣସି ମନ୍ଦିରରେ ଯାଇ ଦେବାଦେବୀ ତୁମକୁ ଏହାର ରହସ୍ୟ ବତେଇ ପାରିବେ। କେବଳ ଗୋଟିଏ ଶକ୍ତି ଅଛି, ସେ ହେଉଛି ଆତ୍ମଶକ୍ତି। ଆଉ ଯିଏ ତୁମକୁ ନେଇକି ଆସିଛି ସେ କମ୍ ବଳବାନ ନାହିଁ, ଯାହାର କରାୟତରେ ସାରା ପୃଥିବୀ ହଲଚଲ ହଉଛି। ତୁମେ ଭାବୁଛ ମୋ ଭିତରେ ଯୋଉ ଆତ୍ମାଟା ଅଛି ଛୋଟଟା, ତାର କିଛି କାମ ନାହିଁ। ସେ ଏତେ କଥା କେମିତି ମନେ ରଖିପାରିବ, ଏତେ କଥା କେମିତି କହିପାରିବ? ଦେଖନ୍ତୁ, ମୁଁ ଉଦାହରଣ ଦଉଛି, ଗୋଟେ ଦିଟା ଉଦାହରଣ ଦେଲେ ଜାଣିପାରିବେ। ସମୁଦ୍ର ଜଳ ଆଞ୍ଜୁଳାଇ ଆଣିବେ, ଟେଷ୍ଟ କରିବେ, ଆଉ ଏଣ୍ଟାୟାର ସମୁଦ୍ରକୁ ଟେଷ୍ଟ କରିବେ। ସମାନ ରେସିଓ ବାହାରିବ, ସମାନ ଶକ୍ତି ବାହାରିବ। ମନେ କରନ୍ତୁ ସେ ଆଞ୍ଜୁଳାଇ ପାଣିଟା ତୁମର ଆତ୍ମା, ସମାନ ସେ ସମୁଦ୍ର ଭିତରେ ଯୋଉ ଶକ୍ତି ଅଛି, ସେଇ ଶକ୍ତିଟା ଆ ଭିତରେ ମଧ୍ୟ ଦେଖାଯାଉ। ଗୋଟିଏ ଉଦାହରଣ। ସେକେଣ୍ଡ ଉଦାହରଣ ହଉଛି ଅଗ୍ନିଶିଖା। ତୁମ ପାଖରେ ଟିକେ ନାକୁରୁ ଅଗ୍ନିଶିଖା, ଗୋଟେ ଦିଆସିଲି କାଠି ବା ରଢ଼ ଅଗ୍ନିଶିଖା ତୁମ ପାଖରେ ଅଛି। ଆଉ ଗୋଟେ ଜଙ୍ଗଲରେ ଅନନ୍ତ ଅନନ୍ତ ଅଗ୍ନିଶିଖା ଜଳୁଛି, ଗୋଟେ ଜଙ୍ଗଲକୁ ପଡୁଛି, ଜଙ୍ଗଲକୁ ପଡୁଛି। ତୁମ ପାଖରେ ଯୋଉ ଟିକେ ନାକୁରୁ ଅଗ୍ନିଶିଖା ଅଛି, ସେ ଟିକେ ନାକୁରୁ ଅଗ୍ନିଶିଖା ବି ଗୋଟେ ଜଙ୍ଗଲକୁ ପୋଡ଼ିଦବ। ଟିକେ ନାକୁରୁ ଅଗ୍ନିଶିଖା। ତେଣୁ ଯୋଉ ଟିକେ ନାକୁରୁ ଆତ୍ମା ତୁମ ଭିତରେ ଅଛି, ତୁମକୁ ଚଲଉଛି, ନଚଉଛି, ବସଉଛି, ଉଠଉଛି, ନିଶ୍ୱାସ ଏକ ସେକର କରୁଛି, ତା ପାଖରେ ସେ ଅନନ୍ତ ଶକ୍ତି ଅଛି, ଅନନ୍ତ ଶକ୍ତି ଅଛି। ଏ ସାରା ପୃଥିବୀକୁ କରାୟତ୍ତ କରିବା ପାଇଁ। କିନ୍ତୁ ଦୁର୍ଭାଗ୍ୟ କ'ଣ ଯେ ନା ତୁମେ ଆତ୍ମାର ରହସ୍ୟକୁ ଜାଣିପାରୁଛ, ତୁମେ ତାଠାରୁ ପାର୍ଥକ୍ୟ ହେଇକି ରହୁଛ। ଆତ୍ମା ପାଖରୁ ପୂର୍ଣ୍ଣ ଭାବରେ ପାର୍ଥକ୍ୟ। ତୁମ ହଉଛ ମୁଁ ଅଛି, ମୋର ଶକ୍ତି ଅଲଗା। ଯଦି ଏକ ହେଇଯାଏ, ଏକ ଯଦି ହେଇଯାଆନ୍ତା ତୁମର ଭାବନାଟା ଆତ୍ମାରେ ସମାହିତ ହେଇଯାଆନ୍ତା, ଆତ୍ମଶକ୍ତି ଦର୍ଶନ କରିଦିଆଯାଆନ୍ତା, ତାହେଲେ ଏ ଅଭାବ ଅନାଟନ ସୃଷ୍ଟି ହୁଅନ୍ତା ତୁମ ଭିତରେ। ଏକ ରହେ ଦୁଜା ନା ରହେ, ଦରିଆ ନଦୀ ସମାନ। ଗୋଟିଏ ରହିବ, ଗୋଟିଏ ମାନେ ଆତ୍ମା ରହିବ। ତୁମେ ଲୀନ ହବ, ତୁମେ ଲୀନ ହେଇଯିବ ଆତ୍ମଶକ୍ତି। ସେ ଶକ୍ତିର କେତେବେଳେ ଲୀନ ହବ? ସମାଧିରେ ଲୀନ ହବ, ପୁଣି ଫେରି ଆସିବ ତୁମ ଜାଗାକୁ। ତୁମେ ଫେରି ଆସିବ ତୁମ ଜାଗାକୁ, ପୁଣି ଯିବ, ରହସ୍ୟ ଦେଖିବ ନା, ଆତ୍ମାର ଶକ୍ତିଟାକୁ ଆକଳନ କରିବ। ଯେମିତିକି ତୁମ ଘର ଭିତରେ ଅନନ୍ତ ମାନେ ଅଖଣ୍ଡ ସୁନା ପୋତା ହେଇକି ରହିଛି। ତିନି
କଢ଼ା ବା ହଣ୍ଡାରେ 3ଟା ହଣ୍ଡାରେ ବଡ଼ ବଡ଼ ହଣ୍ଡାରେ ସବୁ ସୁନା ରୂପା ଭର୍ତ୍ତି ହେଇଛି। କିନ୍ତୁ ତୁମେ ଜାଣିନ, ତୁମେ ତୁମର ଲିକ୍ୱିଡିଟି ମନି ମାନେ ଯେତିକି କାରବାର କରୁଛ ତାକୁ ଲିକ୍ୱିଡିଟି ମନି କୁହାଯାଏ। ସେ ଲିକ୍ୱିଡିଟି ମନି ଅନୁସାରେ ତମେ କାରବାର କରୁଛ। 8 ଆଣା ଆସିଲା, ଟଙ୍କାଟା ଆସିଲା, 100 ଟଙ୍କା ଆସିଲା, 10 ଟଙ୍କା ଆସିଲା, ଆଭରେଜ ପଇସା ନେଇକି ଖର୍ଚ୍ଚ କରୁଛ। ଆଜି ଯେତିକି ଖର୍ଚ୍ଚ କଲ କାଲିକି ନାହିଁ, ହ୍ୟାଣ୍ଡ ଟୁ ମାଉଥ। ଆଜି ଯେତିକି ରୋଜଗାର କଲ କାଲିକି ନାହିଁ, କାଲି ପୁଣି ରୋଜଗାର କରି ଖାଇବ। ଅତଏବ ତୁମେ ଆଭରେଜ କରିବ। ତୁମେ ଗରିବ କାରଣ ତୁମେ ଗରିବ, ବୁଝନ୍ତୁ। ତୁମେ ଗରିବ କାରଣ ତୁମେ ଗରିବ। ଦିନେ ଯଦି ସନ୍ଧାନ ମିଳିଗଲା ସେଇ ହଣ୍ଡାର କୌଣସି କାରଣରୁ, କୌଣସି ସାଧୁ ସନ୍ଥ ଆସି କହିଲେ, ଆରେ ତୁ କଣ ଅଭାବ ଅନାଟନ ଚଳୁଛୁ, ଗରିବ ହେଇକି ବସୁଛୁ, ଚିରା ଲୁଗା ପିନ୍ଧୁଛୁ, ଚପଲ ନାହିଁ, ଟେପ୍ ଛିଡ଼ି ଯାଇଛି, କଣ କରୁଛୁ? ଖୋଳ ଏଇଟା ଅନନ୍ତ ଅସୀମ ଉପହାର ତୋ ପାଇଁ ଅପେକ୍ଷା କରି ତୁମେ ଖୋଳିଦେଲ, ଅପର୍ଯ୍ୟାପ୍ତ ସୁନା ବାହାରିଲା। ତୁମେ ସେଠି କହିବ କି ମୁଁ ଆଉ ଗରିବ? ବର୍ତ୍ତମାନ ତୁମ ଅବସ୍ଥା ମଧ୍ୟ ସେୟା। ତୁମେ ଯେପର୍ଯ୍ୟନ୍ତ ଆତ୍ମଦର୍ଶନ ନ କରିଛ ସେ ପର୍ଯ୍ୟନ୍ତ କହୁଛ ମୁଁ ଗରିବ, ମୁଁ କଣ ଏତେ ଧନୀ। କିନ୍ତୁ ଗୁରୁଦେବ ଗୋଟେ ସୂତ୍ର ଦେଇଯାଇଛନ୍ତି, ସବୁଦିନ ଜପ କର, ମୁଁ ଧନିକ କୁବେର, ନିରଞ୍ଜନ ଅହଂ ଜଗଦୀଶ୍ୱର ଅହଂ, ସୁଶକ୍ତି ସାମର୍ଥ୍ୟ ଯୁତ ହମିଷ, ନିରାମୟ ଅହଂ ଅଜର ଅମର ଅହଂ, ସୁସୁନ୍ଦର ଧନିକ କୁବେର। ପରଫେକ୍ଟଲି ସେ କୋଉ ସ୍ତରରେ ରହିଛନ୍ତି? ଏ କାମ, ଏ ଯୋଉ ମନ୍ତ୍ର ଦେଇଗଲେ କୋଉ ସ୍ତରରେ ଥିଲେ? ସେ ସ୍ତରରେ ଥିଲେ। ନହେଲେ ତାଙ୍କ ରାଜା 40 ଏକର ସମ୍ପତ୍ତି ଦେଇନଥାନ୍ତା, ଦାନ କରିନଥାନ୍ତା ଗୁରୁଦେବ। ଯଦି ଏ ସୂତ୍ର ଠିକ ନାହିଁ, 40 ଏକର ସମ୍ପତ୍ତି କାହିଁ ଦାନ କଲେ ନା? କେତେ ବି କି କଣ ଦାନ କରିଛନ୍ତି ତାର ହିସାବ ନାହିଁ। ଗୁରୁଦେବଙ୍କୁ ପଚାରିଥିଲି ଥରେ, ମୁଁ କହିଲେ କେତେ ପଇସା ଆସିଲା ମୁଁ ଜାଣିପାରିଲିନି, ଲାଷ୍ଟକୁ ଅପର୍ଯ୍ୟାପ୍ତ ସମ୍ପତ୍ତି ସବୁ ଆସିଲା। ଯିଏ ଫାଉଣ୍ଡର, ଧନର ଯିଏ ଫାଉଣ୍ଡର, ଯିଏ ଜପ କରୁଛି, ଯିଏ ସାରା ପୃଥିବୀ କି ଗୋଟେ ବିଦ୍ୟା ଦେଇଛି, ଧନିକ କୁବେର କୁହ, କେବଳ ଧନୀ ହେଇଛି କହିବାର ଅଛି, ଭାବନା କରିବାର ଅଛି। ଆଉ ତୁମେ ଧନିକ କୁବେର ସହିତ ଆଉ କିଛି ମିଶେଇବନି। ବାପା ଧନ କିଛି ମିଶିବନି, ଯେମିତି ମନେ ରଖନ୍ତୁ, ତାହେଲେ ହେଇପାରିବ। ନହେଲେ ଗୋଟେ ସୂତ୍ରରେ କହୁଥିବ ମୁଁ ଧନିକ କୁବେର, ଆଉ ଅନ୍ୟ ବେଳେ ଭାବୁଥିବ ସତରେ କଣ ଏଇଟା ଠିକ କହିଲେ ହବ କି? ସତ ମିଛ ନାହିଁ, ଏକ ଲୟରେ, ଏକ ସ୍ୱରରେ, ଏକାଗ୍ରତାରେ କହିବ ମୁଁ ଧନିକ। ଦେଖିବା କେମିତି ଧନ ନ ଆସିବ ତୁମ ପାଖକୁ। ମୁଁ କିଏ ଜଣଙ୍କୁ ମନ୍ତ୍ର ଦେଇଛି, ରାତିରେ ଜପ କରିବ, ଧନ ଆସିବ ହିଁ ଆସିବ। ଧନ ଆସିବାର ଗୋଟେ ମନ୍ତ୍ର ଅଛି, ଜପ କରିବା ଆସିବ। ଯେଉଁମାନେ ଅଭାବ ଅଛନ୍ତି, ଅନାଟନରେ ଅଛନ୍ତି, ଗରିବ ଅଛନ୍ତି, ବ୍ୟାକୁଳରେ ଅଛନ୍ତି ଧନ ପାଇଁ, ତାଙ୍କୁ ହିଁ ମିଳିବ ଧନ। ତୁମ ପାଖରେ ଅଛି ଧନ କଲେ କଣ ହବ? ଯାହାର ଆବଶ୍ୟକତା ଅଛି ଧନ ଆସିବ, ଏତେ ଶକ୍ତି ଅଛି ସେ ମନ୍ତ୍ରରେ। ଜଣଙ୍କର 3ଟି ଝିଅ ଥିଲେ, 3ଟି ନା 5ଟି ଝିଅ। ବାପା କିଛି କରନ୍ତିନି, ଝିଅମାନେ ଜାଣ। ଥରେ ଗୋଟିଏ ଝିଅର ମନରେ ଶଙ୍କା ସୃଷ୍ଟି ହେଲା ଯେ ବାପା ତ କିଛି କରୁନାହାନ୍ତି, ତାଙ୍କର ତ କିଛି ନାହିଁ, ଇନକମ୍ ନାହିଁ, ଆମେ ତ ଯେତେବେଳେ ଯାଉଛୁ ଆମକୁ ଶାଢ଼ୀ ଯୋଡ଼ ସବୁ ବ୍ୟବହାର, ମାଛ ମାଂସ ଖାଦ୍ୟଠୁ ଆରମ୍ଭ କରି ସବୁ ଠିକ ବ୍ୟବହାର କରୁଛନ୍ତି,
ଆମ ପାଖକୁ ଯୁତିଆରେ ଆସୁଛନ୍ତି, ରଜରେ ଆସୁଛନ୍ତି, ଦଶହରାରେ ଆସୁଛନ୍ତି, ସବୁବେଳେ ଆସୁଛନ୍ତି, ଭାର ଥର ଦଉଛନ୍ତି। ପଇସା ଆଣୁଛନ୍ତି କୋଉଠୁ? ତାଙ୍କ ଭିତରେ ଗୋଟେ ଝିଅର ଏଇ କୌତୂହଳ ସୃଷ୍ଟି ହେଲା। ସେଠୁ ଖୋଜୁ 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 ବାପାଙ୍କୁ ତ ଆଉ ପଚାରି ପାରିବେନି ଯେ କୋଉଠୁ ଆଣୁଛୁ ପଇସା, କୋଉଠୁ ପଇସା ଆଣୁଛୁ, ତମର ତ କିଛି ନାହିଁ, କିନ୍ତୁ 5ଟା ଝିଅକୁ କେମିତି ନିୟନ୍ତ୍ରଣ କରୁଛ, ସମସ୍ତଙ୍କ ଘରକୁ ଯାଉଛ, ସମସ୍ତଙ୍କୁ ଠିକ ବ୍ୟବହାର ଦଉଛ, ଠିକ ପଇସା ମାଗିଲେ ବି ଦଉଛ, ଆଣୁଛ କୋଉଠୁ ପଇସା? ସନ୍ଦେହର ଘେରରେ ଖୋଜୁ ଖୋଜୁ ଜଣା ପଡିଗଲା ସେଇ ଜିନିଷ ଥିଲା ଖଜାନା ତାଙ୍କ ଘରେ। ସେ ଖଜାନାକୁ ବାପା ତାଙ୍କର କଣ କରୁଛନ୍ତି, ଟିକେ ଗୋଡୁ କାଟି ଦଉଛନ୍ତି, ବିକ୍ରି କରିଦଉଛନ୍ତି, ପୁଳାଏ ଧନ ହେଇଗଲା। ପୁଣି ଟିକେ କାଟିଦେଲେ ସୁନାକୁ ବିକ୍ରି କରିଦେଲେ, ପୁଣି ପୁଳାଏ ଧନ ହେଇଗଲା। ଏକାଥରେ ବିକ୍ରି କରିବେ କାହିଁକି? ସେ ଝିଅ ଚାକିରି କରିଛି, କହିଲେ ଆମେ ତ ଚାକିରି କରୁଛୁ, ସବୁ କରୁଛୁ, ଆମର ସବୁ ଅଛି, ଘର ଅଛି, ବାଡି ଅଛି, ଜମି ଅଛି, ଫସଲ ଅଛି, ଇନକମ ଅଛି, ଝିଅ ଚାକିରି କରୁଛି, ମା ଚାକିରି କରୁଛି, ଆଉ ସମସ୍ତେ ଏନଗେଜ, କିନ୍ତୁ ଆମ ପାଖରେ ପଇସା ରହୁନି। କିନ୍ତୁ ବାପା ପାଖରେ ପଇସା ଅଛି। ତେଣୁ ଯେତେବେଳେ ତୁମେ ଖଜାନା ପାଇଯିବ, ତୁମ ସୋର୍ସ ଅଛି, ସେତେବେଳେ ନିଜକୁ ଧନୀ ବୋଲି ସ୍ୱୀକାର କରିବ, ଅବଶ୍ୟ ସ୍ୱୀକାର କରିବ। ଆଉ ସେ ସ୍ୱୀକାରଟା କେତେବେଳେ ସୃଷ୍ଟି ହବ ନା, ଯେତେବେଳେ ତୁମେ ଆତ୍ମାକୁ ଦେଖିବ। ଯେମିତି ସୁନାର ଭାବ ସୃଷ୍ଟି ହେଲେ ତୁମ ପାଖରେ ତୁମେ ବଡ ବଡ ହେଇଗଲ, ସେମିତି ଯେତେବେଳେ ଆତ୍ମାର ଭାବ ସୃଷ୍ଟି ହବ, ତୁମେ ନିଜକୁ କହିବ ଅହଂ ବ୍ରହ୍ମାସ୍ମି, ଅୟଂ ଆତ୍ମା ବ୍ରହ୍ମ। ମୁଁ ଧନିକ କହିବାର ଅନନ୍ତ ଶକ୍ତି, ଅନନ୍ତ ଉତ୍ସାହ ସୃଷ୍ଟି ହବ ସେଠି। ଯେପର୍ଯ୍ୟନ୍ତ ନ ଦେଖିଛ ସେ ପର୍ଯ୍ୟନ୍ତ ତୁମେ କହୁଛ ନା ମୁଁ ଯିବ, ମୁଁ ଯିବ। ଯେମିତି ସମୁଦ୍ର ଏବଂ ଲହଡ଼ି, ସମୁଦ୍ର ଅଛି, ଲହଡ଼ି ଅଛି, ତୁମେ ଲହଡ଼ି ହେଇ ପିଟି ହଉଛ, ଆତ୍ମାର ଅଂଶ ବିଶେଷ ହଉଛି ଲହଡ଼ି। ଲହଡ଼ି ପିଟି ହବ ହିଁ ହବ, ତୁମେ ମନ ରୂପକ ଲହଡ଼ିରେ ପିଟି ହେଇଯାଉଛ, ଏଣେ ଖୋଜୁଛ, ପୁଣି ଭିତରକୁ ଆସ, ଲହଡ଼ି ଯେତେବେଳେ ଭିତରକୁ ଆସିଯିବ ସମୁଦ୍ର ହେଇଯିବ। ନ ହଉ ଗୋଟେ ଦିନ, ଅନବରତ ଚେଷ୍ଟା ରଖ, ପ୍ରତ୍ୟେକ ଦିନ ସାଧନ କର, ଖୋଜ, ମୁଁ ଯିବି ସେଠି। ଆଜି ନଗଲେ କିଛି ନାହିଁ, କାଲି ନଗଲେ କିଛି ନାହିଁ, କିନ୍ତୁ ମନରେ ସଂକଳ୍ପ ରଖ, ମୁଁ ଯିବି, ଦେଖିବି। ଦେଖିବ କିଛି ଦିନ ପରେ ସେଇଟା ହିଁ ତୁମକୁ ଆକର୍ଷଣ କରିବ, ଆତ୍ମା ଟାଣି ନେଇଯିବ, ଚୁମ୍ବକ ଶକ୍ତି ଅଛି ତାର, ସେ ତୁମକୁ ଟାଣି ନେଇଯିବ। ଆତ୍ମାମୟ ହେଇଯିବ। ଆତ୍ମା ମାନେ ହିଁ ତୁମେ ଚାଲୁଥିବ, ବସୁଥିବ, ଉଠୁଥିବ, କିନ୍ତୁ ଆତ୍ମା ରୂପରେ ଚାଲୁଥିବ, ଆତ୍ମା ରୂପରେ ବସୁଥିବ, ଆତ୍ମା ରୂପରେ ଦେଖୁଥିବ। ଦେଖନ୍ତୁ ସେ ସ୍ତରଟା କେମିତି ନ ହେଇଥିବ। ମରିଗଲା ପରେ ବି ଆତ୍ମସ୍ତରରେ ତୁମେ ଥିବ। ବଞ୍ଚିଲେ ଯେମିତି, ମରିଗଲେ ସେମିତି, ପୁଣି ଜନ୍ମ ନେଲେ ସେମିତି। ସେ ବେଳ ଆଉ ସେ ଯୋଉ ସମୟ, ଯଦି ଏଇ ସ୍ଥିତିରେ ଜଣେ ରହିପାରିଲା, ତାହେଲେ ତ ତାଠୁ ବଡ କେହି ନାହାନ୍ତି। ଯଦି କଳ୍ପନା ଚାୱଲା ମହାକାଶଚାରୀ ହିସାବରେ ଉଡୁଥିଲା, ଯଦି ଆତ୍ମସ୍ଥ ଥାନ୍ତା, ସେ ଆତ୍ମାକୁ ଜାଣି ନେଇଥାନ୍ତା, ସେ ଉଡୁ ଯୁଆଡେ କିଛି ହେଇପାରିନଥାନ୍ତା। କଳ୍ପନା ଚାୱଲା ଅଳ୍ପ ସେକେଣ୍ଡ ଅଛି ଲ୍ୟାଣ୍ଡିଂ କରିବା ପାଇଁ, ନଷ୍ଟ ହେଇଗଲା। ଗାଲିଲୋ ଯଦି ଆତ୍ମଜ୍ଞାନୀ ହେଇଥାନ୍ତା, ତଣ୍ଟି ଚିପି ମାରି ନଥାନ୍ତା।
ଆତ୍ମାକୁ ଦର୍ଶନ କରୁଥିବା ଅବଶ୍ୟ ଆତ୍ମାକୁ ଦର୍ଶନ କରୁଥିବା ଲୋକ ସେ ସେଇ ଉଚ୍ଚ ସ୍ତରରେ ଥିଲେ। କେତେ ଗୁଡ଼ିଏ ଅଛି କାଟେଗୋରୀ। ମହାତ୍ମା ଗାନ୍ଧୀ ଆତ୍ମଦର୍ଶନ ଥିଲେ, ତାଙ୍କୁ ଗୁଳି କରାଯାଇନଥିଲା। ହେ ରାମ ଯୋଡ଼ି ଦିଆହେଇଛି ତାଙ୍କ ସହିତ। ହେ ରାମ କାହିଁ ସେ କହିଲେନି ତ ହେ ଭଗବାନ, କହିଥାନ୍ତେ ହେ ଆତ୍ମଦେବ, କହିଥାନ୍ତେ ଆତ୍ମା ତୁ ସବୁ କିଛି। ହେ ରାମ ମାନେ କଣ? ହେ ରାମ କହିଲେ ମଲେ। ରାମଚନ୍ଦ୍ର କାହିଁ ତାଙ୍କର ଯୋଉ ଏତେ ବୀର, ଏତେ ଧନୁର୍ଦ୍ଧର ରାମଚନ୍ଦ୍ର ଆସି ରକ୍ଷା କରିପାରିଲେ ମହାତ୍ମା ଗାନ୍ଧୀ। ଶ୍ରୀକୃଷ୍ଣ ଯଦି ଆତ୍ମଜ୍ଞାନୀ ନ ହେଇଥାନ୍ତେ ତାହେଲେ କଂସ ପିଟି ଦେଇଥାନ୍ତେ, ମାରି ଦେଇଥାନ୍ତେ। କଂସ ମାରିବା ପୂର୍ବରୁ ସେ ଆତ୍ମଜ୍ଞାନୀ ହେଲେ ତମ ଟେକ୍ନିକ ଜଣା ପଡିବ, ସବୁ କଣ କଣ କରାଯାଏ। କଂସ ବଳଶାଳୀ ପୁରା ଥିଲା ନା। ଶୁଣିଲା ପିଲା ଜନ୍ମ ହେଇଛି, ଚଲ ସାଙ୍ଗେ ସାଙ୍ଗେ ଆସିବ, ଗୋଡ ଆଡୁ ଧରିବ, ବୁଲେଇବ ସେ ଛୁଆକୁ ବୁଲେଇ ବୁଲେଇ ପିଠି ଦବ କାନ୍ଥରେ, ଏକ ପୁଣି ବୁଲେଇ ବୁଲେଇ ପିଠି ଦବ ଦୁଇ, ଏମିତି ମାରିଦେଲା ସବୁ ପିଲା, ସବୁ ରକ୍ତ ଗୁଡା ଥିବ। ଆଉ କୃଷ୍ଣ କିଛି କରିପାରିଲାନି। କୃଷ୍ଣ ଆତ୍ମଜ୍ଞାନୀ ଥିଲା। ସେଥିପାଇଁ ବକାସୁରକୁ ମାରିଲା, ଶକଟକୁ ମାରିଲା, ପୁତନାକୁ ମାରିଲା। ଆତ୍ମଜ୍ଞାନୀ ହେଲେ ସବୁ କିଛି କରିପାରିବେ। ବିନା ଆତ୍ମଜ୍ଞାନରେ କିଛି ହବନି। ଆଉ ଗୋଟା AK-47 ନେଇକି ଯଦି ଯାଇଥାନ୍ତା କୃଷ୍ଣ କୋଉଠି ଦୁର୍ଯ୍ୟୋଧନ ପାଖକୁ, ଭଲ ହେଇଥାନ୍ତା। ଦୁର୍ଯ୍ୟୋଧନ କହିଲା ବନ୍ଦୀ କର, କୃଷ୍ଣଙ୍କୁ ବନ୍ଦୀ କର। ବିଶ୍ୱରୂପ ଦେଖେଇଲା। AK-47 କାମ କରିନଥାନ୍ତା ସେଠି କୃଷ୍ଣଙ୍କର, ପରମାଣୁ ବୋମା ବି କାମ କରିନଥାନ୍ତା। ବିଶ୍ୱରୂପ ଦେଖେଇ ଡରେଇକି ପଳେଇଆଲେ। ବିଶ୍ୱରୂପ ମାନେ ଆତ୍ମା ରୂପ ହେଇଗଲା। ଆତ୍ମାକୁ କେମିତି ବାନ୍ଧିବ ତୁମେ? ଆତ୍ମାକୁ କେମିତି ବାନ୍ଧିବ? ତେଣୁ ଯଦି ତୁମେ ଆତ୍ମା ରୂପରେ ଥିବ, ମରିଗଲା ପରେ ମଧ୍ୟ ଆତ୍ମା ରୂପରେ ଉପରକୁ ଯିବ, ତମକୁ କିଏ ବାନ୍ଧିବ? କୋଉ ଯମ ଆସିବ ତୁମ ବାନ୍ଧିବ? କିଏ ଆସିବ? ତୁମେ ନିର୍ଭୟ ହେଇକି ଯିବ। ନିର୍ଭୟ ହେଇକି ଯେତିକି ଦିନ ରହିଲେ ପୃଥିବୀରେ ସନ୍ତୋଷ ଅନୁଭବ କରିବ, ଶାନ୍ତ ହେଇକି ଯିବ। କୌଣସି ମତେ ଯେକୌଣସି କୋଶ୍ଚିନ୍ ପଚାର, ମତେ ଯେକୌଣସି କୋଶ୍ଚିନ୍ ପଚାର, ତାର ସମାଧାନ ପାଇବ। କାରଣ କଣ? କାରଣ ତୁମେ କାହା ସହିତ ଡିଲ୍ କରୁଛ? ଆତ୍ମା ସହିତ ଡିଲ୍ କରୁଛ। ଆଉ ଆତ୍ମା ହିଁ ସବୁର କାରଣ। ସବୁର କାରଣ ହଉଛି ଆତ୍ମା। ଏମିତି କୌଣସି କୋଶ୍ଚିନ୍ ନାହିଁ ଯୋଉଟା ସମାଧାନ ନ ହେଇପାରିବ। କୌଣସି କୋଶ୍ଚିନ୍, ଯେକୌଣସି କୋଶ୍ଚିନ୍, ତାର ସମାଧାନ ଅଛି। ତେଣୁ ତୁମେ ଭାବୁଛ ମୁଁ ପ୍ରୋବ୍ଲେମରେ ଅଛି, ଘର ନାହିଁ, କଂସା ନାହିଁ, କଂସା ବାସନ ନାହିଁ, ଡ୍ରେସ୍ ନାହିଁ, ମୋର ପାଠ ନାହିଁ, ମୋର କିଛି ବି ନାହିଁ। ତାର ବି ସମାଧାନ ଅଛି। ତାର ବି ସମାଧାନ ଅଛି। ସବୁ ଅଛି ତୁମ ପାଖରେ। ତୁମେ ଖାଲି ଜ୍ଞାନ ଚକ୍ଷୁରେ ଜାଣିବା ଦରକାର
যে এই ଜିନିଷ ହଁ ଏଇଟା ନାହିଁ ସେଟା ନାହିଁ ସେଟା ନାହିଁ ଏଇଟା ଅଛି ସେଟା ଅଛି ସେଟା ଅଛି ମିଶାଅ ପ୍ଲସ୍ ମାଇନସ୍ କର ଦେଖିବ ଉତ୍ତର ମିଳିବ। ନାହିଁ ନାହିଁର ସଂସାର ନଥାଇକି ତୁମେ କୁହ ଏବେ ହଁ ହଁ ଅଛି ଅଛିର ସଂସାର। ହାଭ୍ ନଟ୍ କେବେ କୁହନା। ଦିଟା ଥିଲା ବାଲା ନଥିଲା ବାଲା ଯୋଉ ଦିଟା ନାହିଁ କି ହାଭ୍ ନଟ୍, ତେଣୁ ସଦାବେଳେ ହାଭ୍ରେ ରୁହ। ଅଛି ମୋର ସବୁ। ଗୋଟିଏ ଉତ୍ତର ତାର ଆସିବ, ତମେ ବିଲକୁଲ ଆସିନଥାନ୍ତ ପୃଥିବୀକି। ଆସିବାର କହୁଛ ମୋର ବେଲୁନ ନାହିଁ, ମୋର ପେଁକାଳି ନାହିଁ, ମୋର ଘର ନାହିଁ ଇତ୍ୟାଦି ଇତ୍ୟାଦି ଲଗେଇ ଦଉଛ, ନ ଆସିଥାନ୍ତା ବିଲକୁଲ କଣ ହେଇଥାନ୍ତା? ଆଉ ତ କହିନଥାନ୍ତା ମୋର ଏଇଟା ନାହିଁ। ଗୋଟିଏ ଉତ୍ତର ମାତ୍ର ଏଇଟା। ଆସିବାରୁ ରଙ୍ଗ କାଢୁଛ, ଏଇଟା ନାହିଁ ସେଟା ନାହିଁ ସେଟା ନାହିଁ ସେଟା ନାହିଁ ଏଇଟା ସେଟା ତାର ଅଛି ମୋର ନାହିଁ। ତମକୁ ଆସିବାକୁ ଦିଆଯାଇନଥାନ୍ତା ପୃଥିବୀ, ଆଉ ତ କହିନଥାନ୍ତା ଏଇଟା ନାହିଁ ସେଟା ନାହିଁ। ଆଉ ଯୋଉଟା ଅଛି ତମ ପାଖରେ ତାକୁ ସ୍ୱୀକାର କର। ନାହିଁର ଲାଇନରେ ତମେ ଚାଲିଛ, ନାହିଁ ନାହିଁର ସଂସାର ଭିତରେ ଡୁବି ଯାଇଛ, କିନ୍ତୁ ଅଛି ଅଛି ସଂସାର କେବେ କହୁନ। ତେଣୁ ପ୍ରକୃତିର ଏମିତି ନିୟମ ଅଛି, ଯିଏ ଅଛି କହିବ ତା ପାଖକୁ ଆସିବ। ଯୀଶୁଙ୍କର ଗୋଟେ ଅଦ୍ଭୁତ ପ୍ରବଚନ, ଅଦ୍ଭୁତ କଥା କଣ ନା, ଯିଏ କହୁଛି ଅଛି ताको और दिया जाएगा, जो कुछ है उसके पास और दिया जाएगा। और जे कौन किछि नाही और जहाँ अच्छी ताको सब छड़े की निया जाओ, किछि नाही माने छड़े की निया जाओ। यीशुंकर गोटे अद्भुत वचन, जे कौन अच्छी ताको आउर दिया जाओ, जे कौन नाही और जहाँ अच्छी ताको छड़े निया जाओ। आम पाखे किछु नथिला, 15 पैसा भी नथिला, सत्संग आरंभ कलु आम 15 पैसा भी नथिला। केमती हला प्रथम वर्ष केमती हला, 20टा ब्रांच डका गला, जिला स्तरीय सत्संग करा गला, ना चावल अछि ना डाली अछि ना टेंट अछि ना मुनि अछि, एई ना केवल मु अछि। इच्छा शक्ति अछि, कल्पना अछि। अवश्य शिवमुनि थिले, अवश्य सहयोगी थिले, किंतु पैसा नथिला, पैसा नथिला। हेला केमती 90,000 खर्च से वर्ष, 90,000 कोड आसला। एबे मुनि माने अछन जा कहबे पैसा दे दे, अवश्य 1000-2000 दे दे फंक्शन कोन दिक्कत ना, किंतु सेतले केही नथिले, केही भी नथिले। तेणु किए थिला तुम पाखे, केवल तुमर दृढ़ इच्छा शक्ति। मु करिबी सत्संग करिबी, मु करिबी, सेतिके इच्छा शक्ति तुम सृष्टि हो। तुम पारे पैसा नहीं, ठीक अच्छे न था, तुम संकल्प शक्ति सृष्टि कर, एटा मु करिबी, एटा मु देबी। जदि एटा नहीं तो किछि नहीं, बुझले? तमे गोटे बड़ महोत्सव तुम आज कहूँ गोटे टिप्स हिसाब से, किछि न था तुम पाखे, केवल कल्पना कर, केवल कल्पना, आउ किछि नहीं। एटा मोर हबो 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 सकाल संध्या, सकाल कल्पना कर छाड़बनी, निरंतर कल्पना था, एटा मोर दरकार। सब छाड़ी दो बेले बेले, आउ सब चिंता छाड़ दो, केवल से गोटे चिंता कर, सेटा ही तुम पाखु आस।
କାହିଁକିନା ଏ ମାୟା ଜଗତରେ ଭିତରେ ମାଷ୍ଟର ମାଇଣ୍ଡ ତୁମେ, ମାଷ୍ଟର ତୁମ ଭିତରେ ଅଛି, ତାର ସଂସାର। ତେଣୁ ତୁମେ ଭାବନା କରିବ ମାନେ ସିଏ ଭାବନା କରିବ, ସେ ଆରେଞ୍ଜ କରିବ ତୁମ ପାଇଁ, ସିଏ ଆରେଞ୍ଜ କରି ଆଣି ଥୋଇଦେବ। ଏଇଟା ଗୋଟେ ବଡ଼ ରହସ୍ୟ। ଆଜିକି ପ୍ରାୟ ଖର୍ଚ୍ଚ ହେଇଗଲାଣି ମୁଁ ଭାବୁଛି 60 ଲକ୍ଷ ଟଙ୍କା ସତ୍ସଙ୍ଗ ଜନ୍ମଠୁ ଆରମ୍ଭ ହେଲାଣି। 60 ଲକ୍ଷ ଟଙ୍କା କିଏ ଚିନ୍ତା କରନ୍ତି କୋଉଠି ଆସିଲା? 10ଟା ସତ୍ସଙ୍ଗ ହେଇଛି 20 ଲକ୍ଷ। ଆଉ କେତେ ଗୁଡ଼ିଏ ସତ୍ସଙ୍ଗ ଏବେ ସବୁ ହଉଛି, 10ଟା ହେଇଥିଲା ପୁଣି ଆଉ କେତେ ଗୁଡ଼ିଏ ହଉଛି, ଆଭରେଜ 5 ଲକ୍ଷ ଖର୍ଚ୍ଚ ହେଇଥିବ। ଏ ବର୍ଷ ତ 2 ଲକ୍ଷ ହେଇଛି, ଆର ବର୍ଷ 2 ଲକ୍ଷ। ପୁଣି ପୁରୀ ସତ୍ସଙ୍ଗ ଅଛି, ଆହୁରି କ'ଣ ହଉଛି 5 ଲକ୍ଷ, 25 ଲକ୍ଷ। ଏଠି ଘର ଭଡ଼ା 10 ଲକ୍ଷ ଗଲା, 9 ଲକ୍ଷ ଉପରେ ଗଲାଣି ଘର ଭଡ଼ା। ଯୋଗ ରୁମ୍ ପାଇଁ 25, 10, 35। ଆଉ ସତ୍ସଙ୍ଗ ଯେତେବେଳେ ହଉଥିଲା ସେଠି ପ୍ରତ୍ୟେକ ଦିନ ଖାଦ୍ୟ ହଉଥିଲା, 10 ବର୍ଷ ହେଲା ଖାଦ୍ୟ ହଉଥିଲା ସେଠି, କେତେ ପଇସା ଯାଇଥିବ ଅନୁଭବ କର। ଆଉ ଇତ୍ୟାଦି ଇତ୍ୟାଦି ସବୁ। ଏବେ 10 ଲକ୍ଷ ଟଙ୍କା ଏଠି ଖର୍ଚ୍ଚ ହେଲା, ଏଇ ଘରେ 60 ଲକ୍ଷ ଟଙ୍କା ଆଭରେଜ ମୁଁ ହିସାବ କରୁଥିଲି ଏବେ ସୁଦ୍ଧା ଖର୍ଚ୍ଚ ହେଇଛି। କୋଉଠୁ ଆସିଲା ଚିନ୍ତା କରନ୍ତୁ। ଗୋଟିଏ କଳ୍ପନା ମାତ୍ର, ଏଇଟା କରିବା। ଏମିତି ଆଶ୍ରମ ହବ, ଏମିତି ସତ୍ସଙ୍ଗ ହବ, ଏମିତି ସମାଧି କେନ୍ଦ୍ର ହବ, ଏମିତି ସାଧନ କେନ୍ଦ୍ର ହବ, କନଫରେନ୍ସ ହଲ୍ ହବ, ରୋଷେଇ ଘର ହବ, ଲାଇବ୍ରେରୀ ହବ, ପ୍ରେସ୍ ହବ, ଏ ସବୁ ଯାକ ଯୋଉ ଆକଳନ କରାହେଇଛି ଏ ଭାବନାରେ ସବୁ ହବ। ନ ହବ ପ୍ରଶ୍ନ ନାହିଁ, ହବ। ମୁଁ ଜାଣିନି କିଏ ପଇସା ଦବ, ଆମେ କଳ୍ପନା କରୁଛେ ଏଇଟା ହଉ ହେଇଯିବ। କିଏ ପଇସା ଦବ କ'ଣ ଆମେ ଜାଣିଛୁ? କିଏ ଦଉଛନ୍ତି କ'ଣ ଆମେ ଜାଣିଛୁ? ଲିଷ୍ଟ କରିଥିଲେ ଇଏ ଦେବେନି। ତେଣୁ ସେମିତି କାଲି ଜଣଙ୍କୁ ପଚାରିଲେ, ତମେ ଦବ ଏତିକି ପଇସା? ନା ମୋର ତ ସବୁ ଅମୁକ ହେଇଯାଇଛି, ଲୋନ୍ ସୁଝୁଛି, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। କଳ୍ପନା ଦରକାର ଆଜ୍ଞା। ବିନା କଳ୍ପନାରେ ତୁମର ଏଇ ଭୟସ ଆସିବ। ଯେତେବେଳେ ତୁମେ ସ୍ଥିର କରି ନେଇଯିବ ମନ ଭିତରେ ଏଇଟା ମୁଁ କରିବି, ସେଇଟା ହିଁ ହବ। ତମେ ସ୍ଥିର କରୁନ, ନେଗେଟିଭ ଆପ୍ରୋଚରେ କାହିଁ ଚାଲୁଛ? ପଜିଟିଭ ଆପ୍ରୋଚରେ ଚାଲ। ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ ଭବତି। ଯେମିତି ଭାବନା କରିବ ସେମିତି ହବ, ଯେମିତି ସାଧନ କରିବ ସେମିତି ଫଳ ପାଇବ। କଳ୍ପନାଟା କ'ଣ? କଳ୍ପନା ଏବଂ ତୁମର ଇଚ୍ଛା ଶକ୍ତି 50% ହେଇଗଲା ଜାଣ। ଯୋଉ ପ୍ରୋଜେକ୍ଟ କରିବ, ଯୋଉ ମିଶନ ତିଆରି କରିବ, ଯୋଉଟା ଇଚ୍ଛା କଲ ସେଇଟା ହିଁ 50% ହେଇଗଲା ଜାଣ। ଆଉ ଅଧା ରହିଲା ପ୍ରଯତ୍ନ। 50% ତ ହେଇଯାଇଛି, 51, 52, 56, 367 ଯାକେ ଯିବ, ଆସ୍ତେ ଆସ୍ତେ ବଢିବ, 100% ହେଇଯିବ। ତମ ପ୍ରଚେଷ୍ଟାରୁ ହବ। ତାପରେ ଆଗେ ଇଚ୍ଛା ଶକ୍ତି, ବିନା ଇଚ୍ଛା ଶକ୍ତିରେ କିଛି ହବ। ଆମେ ଗୋଟେ ଚିନ୍ତା କରୁଛୁ ଗେଟ୍ଟି କରିବୁ, ପୁରୀର ଯୋଉ ପଥର ଅଛି, ମାର୍ବଲ ଅଛି, ଏବେ ସବୁ ତିଆରି ହେଇଛି, ଯାଇଛନ୍ତି ଦେଖିଛନ୍ତି। ସେଇ ପଥର, ସେଇ ମାର୍ବଲରେ କରିବା ଗୋଟେ ଗେଟ୍ କରିବା, 2 ସାଇଡରେ 2ଟା ଗେଟ୍ ହବ। କଳ୍ପନା ହେଲେ ହବ। ଯଦି ବିନା କଳ୍ପନାରେ ସେ ଜିନିଷ ଆସିବ, ସେଠି ପଥର ଆସିବ ନା, ସେ ମିସ୍ତ୍ରୀ ଆସିବ ନା, କିଛି ହବ? କିଛି ହବ। ଆଗେ କଳ୍ପନା, ଡିଜାଇନ ତିଆରି କରିବ ମନ ଭିତରେ, ନା ଏଇଟା କରିବା, ତାପରେ ମେଟେରିଆଲ ଆସିବ।
ଇନଫ୍ରାଷ୍ଟ୍ରକ୍ଚର ତିଆରି ହେବ, ହେଲା, କଞ୍ଚାମାଲ ଆସିବ। ବିନା କଳ୍ପନାରେ କିଛି ହବନି। ତୁମେ ଆଜି ପର୍ଯ୍ୟନ୍ତ ଯେତେ ଗୁଡିଏ କାମ କରିଛ ତୁମେ ନିଜ କଳ୍ପନାରେ କରିଛ, ନିଜ ଭାବନାକୁ ନେଇକିରି କରିଛ। ଭୁଲି ଯାଉନ ତୁମ ଘରେ କୋଉ ପୁଟି ଦବ, କୋଉ ରଙ୍ଗ ଦବ, ଭଗବାନ ଆସି ତୁମକୁ କହିଥିଲେ, ତୁମେ କହୁଛ। ଆମେ ଏଇ ଯୋଉ ଘରଟି ଆରମ୍ଭ କରିବାକୁ ବର୍ତ୍ତମାନ ଯାଉଛେ, ସେଠି ଗଲୁ କନଷ୍ଟ୍ରକ୍ସନ କମ୍ପାନୀ ଭେଟିଲୁ, କଣ ନବ, କେତେ ହଜାର ଟଙ୍କା ନବ, କେତେ ସଏଲ ଟେଷ୍ଟ ପାଇଁ ନବ, କେତେ ଡିଜାଇନ ପାଇଁ ନବ, କେତେ ତୁମର ମ୍ୟାଟେରିଆଲ ପାଇଁ ନବ, ସ୍କୋୟାର ଫୁଟ କେତେ, ସବୁ ବୁଝିକି ଆସ। ଆମକୁ କିଛି କରିବାକୁ ପଡିବନି, ସେ କରିବ। ତୁମେ କଳ୍ପନା କରିକି ସେଠି ଗଲ, ବୁଝିଲେ। ତେଣୁ କଳ୍ପନାକୁ ଜମା ହାତ ଛଡା କରନି। ବିନା ପଇସାରେ କଳ୍ପନା ସୃଷ୍ଟି ହବ। ତମ କଳ୍ପନାକୁ ଏମିତି ରଙ୍ଗ ଦିଅ ଯେମିତି ସେ ଗୋଟେ ଚିକ୍ ଚିକ୍ ଦେଖାଯିବ ସେ କଳ୍ପନାର। ଆଉ ସେଠି କିଛି ମିଶେଇବନି, କିଛି ବି ମିଶେଇବନି। ଟାଇମ ହେଇଗଲାଣି ନା ଆଗକୁ ନବା? ଯୋଉ ଆଜି ଏତିକି, ପୁଣି ପରେ ଏ ବିଷୟରେ ଆଲୋଚନା କରିବା ଯଦି ହବ। ତେବେ ଆମେ ଏ ଯୋଉ ବର୍ତ୍ତମାନ ମତାମତ ନବା, ମତାମତ ସହିତ ଯଦି ତା ଭିତରେ କଣ ମୁଁ କହିପାରିବି, ଆଶା କରୁଛି। କୁହନ୍ତୁ, କିଏ କହିବେ, ମତାମତ ରଖନ୍ତୁ। ଜୟ ଜୟ। ଆଜ୍ଞା, ଯୀଶୁ ଯେ କହିଲେ ଯାହା ପାଖରେ କିଛି ନାହିଁ ତା କତରେ ଯାହା ଅଛି ଘିନି ଆସ, ଯାହା ପାଖରେ ଅଛି ତାକୁ ଦେଇଦିଅ, ଏଇଟା କଣ ନ୍ୟାୟ? ନାଇଁ ନାଇଁ, ସେ ନ୍ୟାୟ କଥା କହିଲେ, ସେ କହିଲେନି, ତିଆରି କଲେନି ସୂତ୍ରଟା। ସେ ସୂତ୍ର କହିଲେ ଯେ ଏଇ ସବୁ ପ୍ରକୃତିର ନିୟମ ଅଛି, ଯାହାର କିଛି ଅଛି ତାକୁ ଆଉ ବି ଦିଆଯାଏ, ଆଉ କିଛି ମିଳିବ। ଆଉ ଯାହାର କିଛି ନାହିଁ, ଯାହା ଅଛି ତାକୁ ଛଡେଇ ନିଆଯାଏ। ଏ ପ୍ରକୃତିର ନିୟମ କଥା କହିଲେ। ଦେଖୁନା, ତୁମେ ଗରିବ, କାରଣ ତୁମେ ଗରିବ, ବୁଝିଲେ। ଇଏ ପ୍ରକୃତିର ନିୟମ। ଏ ପାକିସ୍ତାନ ଅବସ୍ଥା ଦେଖନ୍ତୁ କଣ ହବାକୁ ଯାଉଛି, ଖଣ୍ଡ ଖଣ୍ଡ ହେଇଯିବ, ପୁରା ପାକିସ୍ତାନ ରହିବନି। ହଉ, ଏସବୁ ନିୟମ, ଇଏ ପ୍ରକୃତିର ନିୟମ କଥା କହିଲେ। ସିଏ କହିଲେନି ଯେ ଏଇଟା ହଉ ବୋଲି ମୁଁ କରୁଛି, ସେ କାହାକୁ ଅଭିଶାପ ଦେଇନାହାନ୍ତି, ସେ ପ୍ରକୃତିର ନିୟମ କଥା କହିଲେ। କହିବାକୁ ଯାଇ ସେ କଥା କହିଲେ। ସରିଲା ନା ଆଉ କଣ କହିବେ? ଆଉ ଟିକେ ରହିଲା, ହଉଛି ଆମେ କଳ୍ପନା କରିବା, ସ୍ୱପ୍ନ ଦେଖିବା, ଏଇଟା ଠିକ। କିନ୍ତୁ ସେ ସ୍ୱପ୍ନକୁ ସାକାର କରିବା ପାଇଁ ଆମକୁ କିଛି ପୁରୁଷାର୍ଥ କରିବା ପାଇଁ ପଡିବ ନା? ଆମେ ଯଦି ଖାଲି କଳ୍ପନା କରିବା ଆମ ସ୍ୱପ୍ନଟା ସାକାର ହେଇଯିବ? ନାଇଁ, କଳ୍ପନା ସହିତ କଳ୍ପନା କିଏ କରିବ? ତୁମେ କଣ କଳ୍ପନା କରିପାରିବ ମୁଁ ପ୍ରାଇମ ମିନିଷ୍ଟର ହେବି ବୋଲି? କୁହ। ତୁମ ବର୍ତ୍ତମାନ ନାଇଁ ନାଇଁ, ଯାହା ବି ନୁହେଁ, ଯାହା ବି ନୁହେଁ, ମୋ କଥା ଭଲ ଶୁଣ। ତୁମେ କେବେ କଳ୍ପନା କରିବ କି ମୁଁ ପ୍ରାଇମ ମିନିଷ୍ଟର ହେବି ବୋଲି? କାରଣ କାରଣ ତୁମେ ସେ ଷ୍ଟାଟସର ନୁହଁ, ହେଲା, ବୁଝିପାରିଲେ? କାରଣ ତୁମେ ସେଇ ଷ୍ଟାଟସ ନାହିଁ, ତୁମ ପାଖରେ ରାଜନୀତି ନାହିଁ, ଜ୍ଞାନ ନାହିଁ, ଅର୍ଥ ନାହିଁ, ବଳ ନାହିଁ, କିଛି ନାହିଁ। ତେଣୁ ସେ ଲାଇନ ପୁରା କଟ। ତେଣୁ ଯୋଉ ପଏଣ୍ଟ ଆଣିଲ ଯେ କିଛି କରିବନି, ଖାଲି କଳ୍ପନା କରି, ତୁମର କରିବାର ଶକ୍ତି ଥିବ ବୋଲି ସେଇ ଭାବନା ଆସିବ, ନହେଲେ ଆସିବ। ଆଚ୍ଛା, ତୁମେ ଗୋଟେ ମେହନତର କାମ କରିପାରିବ କି ଯାଇକିରି? ପ୍ରାଇମ ମିନିଷ୍ଟର କଥା ଛାଡ, ମେହନତର ଯୋଉ ଲାଟିନ ସଫା କରୁଛନ୍ତି ଯାଇକି ତୁମେ କରିପାରିବ? କରିପାରିବନି। କାରଣ ତୁମେ ସେ ଭାବନା ସେଇଥିପାଇଁ ଆସିବ, ବୁଝିପାରିଲ? ତୁମେ ସେ କାଟଗୋରୀରେ ନୁହେଁ,
ତେଣୁ କେବେ ବି ସେ କଳ୍ପନା ଗୁଡ଼ା ଆସିବନି। ତୁମେ କହିବ ମୁଁ ଗୋଟେ ଏରୋନେଟିକ୍ ଇଞ୍ଜିନିୟର ହେଇଛି, ବର୍ତ୍ତମାନ ସାଇଣ୍ଟିଷ୍ଟ ହେବି, ମୁଁ ଉଡ଼ିବି ମହାକାଶ, କେବେ ଆସିବନି ଏଗୁଡ଼ା, କାରଣ ତୁମେ ସେ ଷ୍ଟାଟସର ନୁହଁ। ସେଥିପାଇଁ ଯାହାର ଯୋଉ ଭାବନା ଆସିବ, ସେ ଭାବନାକୁ ପୁରୁଷାର୍ଥ କରିବା ପାଇଁ ଶକ୍ତି ଥିବ, ନହେଲେ ଆସିବନି ଭାବନା। ବୁଝିପାରିଲେ? ତା ସହିତ ସଂଲଗ୍ନ ହେଇକି ଅଛି, ଭାବନା ସହିତ ଆମର ପୁରୁଷାର୍ଥ ସଂଲଗ୍ନ ହେଇକି ଅଛି। ଆଜ୍ଞା ଆଉ ଟିକେ ରହିଲା, କୁହନ୍ତୁ। ଯଦି ଆମେ ଆତ୍ମା ପାଖକୁ ଗଲେ ଆମ ସମସ୍ୟାର ସମାଧାନ ହେଇପାରିବ। ଆମ ସମସ୍ୟା ହଉଛି ତିନିଟା: ଆଧ୍ୟାତ୍ମିକ, ଅଧିଭୌତିକ। ଅଧିଭୌତିକ ସମସ୍ୟା ଆତ୍ମା ପାଖକୁ ଗଲେ କେମିତି ସମାଧାନ ହେଇପାରିବ? ଯୋଉଟା ତୋଫାନ, ବର୍ଷା, ବନ୍ୟା, ଏଗୁଡା କେମିତି ସମାଧାନ ହେଇପାରିବ? ସମାଧାନ ତୁମ ପାଇଁ ହବ, ସମାଧାନ ତୁମ ପାଇଁ ହବ। ଝଡ଼ ବର୍ଷା ହେଲା, ତୁମେ କୋଉଠି ଯାଉଛ, ତୁମକୁ ଘଡ଼ଘଡ଼ି ମାରିବନି, ତୁମ ପାଖ ଲୋକକୁ ମାରିପାରେ କିନ୍ତୁ ତୁମକୁ ମାରିବନି। ତୁମ ଘର ଜଳିବନି, ଅନ୍ୟମାନଙ୍କ ଘର ଜଳିପାରେ। ଏ ତ କଣ କହୁଛନ୍ତି, ଯୋଉ ଆମର ଲିଙ୍ଗରାଜ ଗର୍ଭଗୃହରେ ମାରିଛି ଘଡ଼ଘଡ଼ି ନା ଚଡ଼ଚଡ଼ି, ସବୁ ଫାଟି ଯାଇଛି, କରେଣ୍ଟ ପାସ୍ କରିଛି। ମୁଁ ଶୁଣିଛି, କେତେ ଦୂର ସତ୍ୟ ମୁଁ ଜାଣିନି, କିଏ ଗୋଟେ ମତେ କହୁଥିଲେ କାଲି। ଏଇଟା ହବ, ହବନି କାହିଁକି? ଘଡ଼ଘଡ଼ି ମାରୁ, ଘଡ଼ଘଡ଼ି ନିୟମ ମାରିବ, ବର୍ଷା ନିୟମ ହବ, ସୂର୍ଯ୍ୟ କିରଣ ଦବ, ତୁମେ କାହିଁ ରୋକିବ ତାକୁ? ତୁମର କିଛି କ୍ଷତି ହବନି, ଏଇଟା ହେଇପାରିବ। ବୁଝିପାରିଲେ? ଆଉ କଣ ଅଛି କୁହନ୍ତୁ? ମାୟାଟା ଏତେ କାହିଁକି, ମାୟାର ବନ୍ଧନ କାହିଁକି ଏତେ କଠିନ? ମାୟା ତ ପରମାତ୍ମାଙ୍କର ସୃଷ୍ଟି, ତାଙ୍କର ଅପରା ପ୍ରକୃତି ହଉଛି ମାୟା, ସେଟା ଏତେ କଠିନ କାହିଁକି? କଠିନ ଏଇଥିପାଇଁ ଯେ ଯେତେ କଠିନ ଅଛି ସେତେ ସ୍ୱାଦ ଅଛି, ଯେତେ କଷ୍ଟ ଅଛି ସେତେ ସଫଳ ଅଛି। ସେଥିପାଇଁ ମାୟାକୁ କଠିନ କରାଯାଏ। ମାୟାର ଅଭେଦ୍ୟ ଦୂରକୁ ଭେଦ କରିବାକୁ ହେଲେ ତୁମକୁ ସେତିକି କଷ୍ଟ କରିବାକୁ ପଡ଼ିବ। ନହେଲେ ଭଗବାନ ଯଦି ଆସି କଲିଂ ବେଲ ମାରନ୍ତି ତମ ଦ୍ୱାରରେ ସବୁଦିନ, ଆରେ କଣ କରୁଛୁ, ଯୋଗ କାହିଁ କଲୁନୁ, ମତେ ଚାହା ଟିକେ କରିକି ଦେ, ମୁଁ ଭଗବାନ, ତୁମେ ବିଶ୍ୱାସ କରିବ? କିଛି ଦିନ ପରେ କହିବ ନାଇଁ, ଚାହା ନାହିଁ କି ଚିନି ନାହିଁ କି ଗୁଣ୍ଡ ନାହିଁ, ତମେ ଯାଅ। ଦିନେ ଦି ଦିନ ଦବ, ତାପରେ କହିବ ନାଇଁ ବାବା ତୁମେ ଯାଅ, ତମ ଭଗବାନ ତମ ପାଖରେ ଥାଉ। ସେଣି ଭଗବାନ ଲୁଚିକିରି ଅଛନ୍ତି, ତୁମେ ଖୋଜିବାକୁ ପଡ଼ିବ। ସେଥିପାଇଁ କଷ୍ଟ ହଉଛି। ମାୟାର ଆବରଣଟା ଯଦି ଷ୍ଟ୍ରଙ୍ଗ ନଥାନ୍ତା, ମିଠା କେମିତି ହୁଅନ୍ତା? ସବୁ ଦୃଶ୍ୟ ଯଦି ସବୁ ମାୟା ଖୋଲି ଯାଆନ୍ତା, ସମସ୍ତେ ସାଇଣ୍ଟିଷ୍ଟ ହେଇଯାଆନ୍ତେ, ସମସ୍ତେ ପ୍ରାଇମ ମିନିଷ୍ଟର ପାଇଁ ଉପଯୁକ୍ତ ହେଇଯାଆନ୍ତେ। ମାୟା ରଖି ଦିଆଯାଇଛି, ମାୟାକୁ ଯିଏ କାଟିଲା, ଯଦି ପାରିବୁ ଭେଟ ମାୟାକୁ ତୋଇ କାଟ। ଭେଟ ମିଳିବାକୁ ହେଲେ ମାୟାକୁ କାଟିବାକୁ ପଡ଼ିବ, ମାୟା ସେଥିପାଇଁ କଠିନ ଅଛି। ଯେତେ କଠିନ ସେତେ ସ୍ୱାଦ, ନହେଲେ ବିଚିତ୍ର ରହସ୍ୟ କେମିତି ରହିବ? ପୃଥିବୀରେ ଦେଖନ୍ତୁ କେତେ ବିରାଟ ପୃଥିବୀ, କେତେ ଜଙ୍ଗଲ, କେତେ ଆକାଶ, କେତେ ସୂର୍ଯ୍ୟ, କେତେ ଚନ୍ଦ୍ର, ତାରା, ନକ୍ଷତ୍ର, ଅନେକ ଅନେକ, ଅସୀମ 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 ମନୁଷ୍ୟ ମଧ୍ୟ ଅଛନ୍ତି, ଜୀବଜନ୍ତୁ ଅଛନ୍ତି। କାରଣ ସେ ଗୋଟେ ବଡ଼ ଲୋକ ନା, ବଡ଼ ରାଜ୍ୟ ତିଆରି କରିଛି। ଛୋଟ ରାଜ୍ୟ କେମିତି ତିଆରି କରେ? ଆଉ ଛୋଟ ରାଜ୍ୟ ବଡ଼ ରାଜ୍ୟରେ ବଡ଼ ମାୟା ସୃଷ୍ଟି କେମିତି ନ କରିବ? ଆଉ ଗୋଟେ ହଉଛି ଜୀବ ଅନ୍ତେ କାହିଁ ଯିବ, ଏହା ନ ଜାଣେ ବ୍ରହ୍ମା ଶିବ। ଏଇ ତ ଜାଣନ୍ତିନି ଜୀବନ ମୃତ୍ୟୁ ଆମର ଆଗରୁ ନିର୍ଦ୍ଦିଷ୍ଟ, ନା ଆମେ ସେଟାକୁ ଇଚ୍ଛା କଲେ ଚେଞ୍ଜ କରିପାରିବା? ତମେ ଇଚ୍ଛା କଲେ ଚେଞ୍ଜ କରିପାରିବ, କିନ୍ତୁ ଇଚ୍ଛାଟା ଏତେ ସହଜ ନୁହେଁ ତୁମେ ଆଣିବ। ଇଚ୍ଛା କଲେ ଚେଞ୍ଜ ହବ, ଇଚ୍ଛାଟା ସହଜ ନୁହେଁ ଆଣିବା। ସେଇଠି ମାୟା ଅଛି ନା। ହଉ, ଧନ୍ୟବାଦ କ୍ୱେଶ୍ଚିନ୍ ରଖିଥିବାରୁ। ଅନେକ କ୍ୱେଶ୍ଚିନ୍ କ୍ରିଟିକାଲ କ୍ୱେଶ୍ଚିନ୍ ଥିଲା।
ଆଶା କରେ ସମାଧାନ ହେଇଯିବ। କୁହନ୍ତୁ, ଆଉ କିଏ କହିବେ କୁହନ୍ତୁ, ମତାମତ ରଖନ୍ତୁ ସତ୍ସଙ୍ଗ ଉପରେ। ଗୁରୁବାବା ଗୁରୁମା ପ୍ରଣାମ। ଉପସ୍ଥିତ ସତ୍ସଙ୍ଗ ଥିବା ସମସ୍ତଙ୍କୁ ମୋର ଜୟଛି। ଆଜିର ସତ୍ସଙ୍ଗ ବହୁତ ବଢିଆ ଥିଲା, ଜ୍ଞାନ ପୂର୍ବକ ଥିଲା ସବୁ ଜିନିଷ ଗୁଡିକ, ଯାହାକି ଆମକୁ ବହୁତ ଆଗକୁ ନେଇପାରିବ। ବହୁତ କିଛି ତ କହିଗଲେ, ଆଉ ବର୍ତ୍ତମାନର ବି ଯାହା ଡିସ୍କସନ ଥିଲା, ଆପଣଙ୍କୁ ଯେ କହୁଥିଲେ, ଆପଣ ଯାହା ବି ଉତ୍ତର ଦଉଥିଲେ ସେଇଟା ବି ବାବା ଗୋଟେ ପ୍ରକାର ସତ୍ସଙ୍ଗ ବି ଚାଲିଥିଲା। ତ ବହୁତ ସମୟ ବି ନବାକୁ ଚାହିଁଲେ ବି ମତେ ଟିକେ ଭଏସ ଠିକ ରେ ମୋର ଆସୁନି, ଥଣ୍ଡା ଟିକେ ଜୋର ହେଇଯାଇଛି, କହିପାରୁନି। ଏତିକି କହିବି ବାବା, ଯାହା ଯାହା କହୁଛନ୍ତି ତାକୁ ଖାଲି ଯଦି ଜଣେ ଠିକ ବାଟରେ ଲଗେଇକି ଚାଲିବ, ସେ କଣ ପାଇଯିବ ସେଥିରେ କହିହବନି। ସୁନ୍ଦର ସତ୍ସଙ୍ଗ ହେଇଥିଲା। ଆଉ କଣ କହିବି, ତ ବହୁତ କିଛି କହିବାକୁ ଇଚ୍ଛା ହଉଛି, କହୁନି, ଏଇଥିପାଇଁ ଟିକେ ଭଏସ କ୍ରାକ୍ କରୁଛି ମୋର। ଆଉ ବହୁତ ବଢିଆ ବାବା ଲାଗୁଥିଲା ସତ୍ସଙ୍ଗ, ବହୁତ ଉପାଦେୟ କେତେ କଥା ଗୁଡାକ କହିଲେ। ସେ ଜ୍ଞାନର ସୀମା କହିପାରିବିନି, ଯାହା ଆପଣଙ୍କ ଜ୍ଞାନରେ ଯାହା ଆପଣ ଦଉଛନ୍ତି ତାକୁ ବର୍ଣ୍ଣନା କରିବା କାହା ସହିତ ବା କିଛି ଜିନିଷ କି ଯାହାବି ଅସମ୍ଭବ। ଏମିତି ଜଣେ ମଣିଷ କହିବିନି ତ ଭଗବାନ ସଦୃଶ ଆପଣ, ଆପଣଙ୍କର ମୁଖରୁ ଯାହା ବାହାରୁଛି ବାବା, ସେ ଯେମିତି କି କଣ ଅମୃତ ତୁଲ୍ୟ ହିଁ କହିବି, ଆଉ କିଛି ନୁହଁ। ରହୁଛି ବାବା, ଯାଇଛି। ଧନ୍ୟବାଦ। ମତାମତ ରଖିଲେ, ସୁନ୍ଦର ଭାବରେ ଏଠି ଉପସ୍ଥାପନ କଲେ, ନିଜର ଅନୁଭୂତି କି ବା ସତ୍ସଙ୍ଗର ଅନୁଭୂତି କି ଆଣି ଏଠି ରଖିଲେ। ସତ୍ସଙ୍ଗ ସୁନ୍ଦର ଲାଗିଛି, ହୃଦୟସ୍ପର୍ଶୀ ହେଇଛି, ପ୍ରକାଶ କଲେ। ଧନ୍ୟବାଦ। ଆଉ ଯୋଉଟା କହିଲେ ରବୀନ୍ଦ୍ର ମୁନି ସହିତ ଡିସ୍କସନ ହଉଥିଲା, କ୍ଲାସିକାଲ କୋଶ୍ଚିନ୍ ଗୁଡା ଆଣି ରଖିଥିଲେ, ସେଇଟା ବି ସତ୍ସଙ୍ଗ ଭଳି ଲାଗୁଥିଲା। ଏକ୍ଜାକ୍ଟ କଥା କହିଛନ୍ତି, ମନର କଥା। ଧନ୍ୟବାଦ ସେଥିପାଇଁ। ନେକ୍ସଟ କୁହନ୍ତୁ କିଏ? ସାରା ସପ୍ରମ ଜୟଜୀବ ସାର୍। ଜୟଜୀବ। ସାରେ, ମୁଁ ସବୁଦିନ ଏଇ ଦିନକୁ ଅପେକ୍ଷା କରିକି ଥାଏ, କାହିଁକି ମୁଁ ଭଲ ଭାବେ ଜାଣିଛି ଦୀର୍ଘ 32 ବର୍ଷ ଭିତରେ ସତ୍ସଙ୍ଗ ଏକ ମହତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଆଉ ସେ ମୁହୂର୍ତ୍ତ ଆସିଲେ ପୂର୍ବ ଭାବନାରେ, ପୂର୍ବ ସମାଜରେ କିଛି ସମାଧାନ ଯଦି ଥାଏ ଭାବନା ଭିତରେ, ସିଏ ଗୁରୁ ସମାଧାନ କରନ୍ତି ସତ୍ସଙ୍ଗରେ। ଆଉ ମୁଁ ଆପଣଙ୍କୁ କ୍ୱେଶ୍ଚନ କରିବି ପାଇବି ନୁହେଁ, ମୁଁ ଖାଲି ଆଶାୟୀ ହେଇକି ଥାଏ ଯେ ଆପଣ ସତ୍ସଙ୍ଗରେ ବସିବେ ଆଉ ଶୁଣିବେ। ସେ ଶୁଣିବା ଭିତରେ ମୋର କ୍ୱେଶ୍ଚନ ଆନ୍ସର ମୁଁ ପାଇଯାଇଥାଏ, ଆଉ ଖୁସି ବହୁତ ହେଇଥାଏ। ଏ ଖୁସି ଟିକିକ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ରହୁ। ଆଉ ଆଜି ଦିନରେ ଆମର ସେପଟେ ଭଦ୍ରକ ଜିଲ୍ଲାର ସତ୍ସଙ୍ଗ ଥିଲା, ମୁଁ ଭାବିଲି ହାତ ଛଡା କାହିଁକି ହେଲା, ନା ଏ ଦିନଟି ଆପଣ ଅଛନ୍ତି ବୋଲି ମୁଁ ବହୁତ ଖୁସି ଅଛି। ଆଉ ଗୁରୁଦେବଙ୍କୁ ପ୍ରାର୍ଥନା କରି ଆଜି ମୁନି ସମାଜର ଯୋଉ ସଦସ୍ୟ ଅଛନ୍ତି, ଏଇ ପ୍ରକାର ଜିନିଷ ଯୋଉ ଅମୃତ ଦାନ କରୁଛନ୍ତି, ଇ ଆଗକୁ ଯାଉ, ଆପଣ ଦବାରେ କୌଣସି ଟିକେ ବି ଉଣା ନ କରନ୍ତୁ। ଆଉ ଆଜି ଏତିକି କହି ରଖୁଛି। ସପ୍ରେମ ଜୟଜୀବ। ଧନ୍ୟବାଦ। ମତାମତ ରଖିଲେ, ସୁନ୍ଦର ଭାବରେ ନିଜର ମତକୁ ଉପସ୍ଥାପନ କଲେ। ଆଉ ଜଣେ ବହୁତ ବର୍ଷର ଅଭିଜ୍ଞତାକୁ ନେଇକି ମୁନି ସମାଜ ଦେଖିଛନ୍ତି ନିଜ ପାଖରେ, ନିଜ ଅଞ୍ଚଳରେ। ଆଉ ଏଭଳି ମୁନି ସମାଜରେ ଥିବା ବ୍ୟକ୍ତି କ୍ୱଚିତ ବିରଳ ଥାନ୍ତି। ଆଉ ସ୍ୱାମୀ ସ୍ତ୍ରୀ ଆଡମିସନ କରିଥିବା ମୁନି ଜଗତରେ ବହୁତ କମ୍। ସ୍ୱାମୀ ନେଇଥିବ ଯଦି ସ୍ତ୍ରୀ ନେଇନଥିବ, ସ୍ତ୍ରୀ ଯଦି ନେଇଥିବ ସ୍ୱାମୀ ନେଇଥିବ। ତେଣୁ ଦି ଜଣ ଆଡମିସନ କରିଥିବା ବ୍ୟକ୍ତି ବହୁତ କମ୍। ଯୋଗ ଶିକ୍ଷକ ହବା, ଏବଂ ସେଥିପାଇଁ ଗୋଟେ ଆଶୀର୍ବାଦ ତୁମମାନଙ୍କ ପାଇଁ ଥିଲା, ଯୋଉଠି ସୁଯୋଗ ମିଳିଲା। ଧନ୍ୟବାଦ ତୁମର ମତାମତ ପାଇଁ। ନେକ୍ସଟ କୁହନ୍ତୁ କିଏ କହିବେ? ଜୟଜୀବ ବାବା। ବାବା। ଗୋକୁଳାନନ୍ଦ କୁହନ୍ତୁ।
ମାନଙ୍କୁ ଆଉ ଗୁରୁ ବାବାଙ୍କୁ ମୋର ଅନନ୍ତ କୋଟି ପ୍ରଣାମ। ଆଉ ଅଫଲାଇନ ଅନଲାଇନରେ ଥିବା ସତ୍ସଙ୍ଗ ପ୍ରେମୀ ମାନଙ୍କୁ ମୋର ବିବନ ପ୍ରଣାମ। ଆଜି ବାବା ସ୍ୱଇଚ୍ଛାରେ ଆମ ସମସ୍ତଙ୍କୁ ଗୋଟେ ସ୍ୱର୍ଗ ରାଜ୍ୟକୁ ବୁଲେଇ ନେବା ପାଇଁ ଚାହିଁଲେ। ସ୍ୱର୍ଗ ଗୋଟେ ଏମିତି ଜିନିଷ, ଗୋଟେ ଅପୂର୍ବ ଜିନିଷ କହିଲେ ଗୋଟେ କେହି ବିଶ୍ୱାସ କରିବେନି। ଯମ ଗୋଟେ ଏମିତି ଜିନିଷ, ଯମ ଅଛି କି ନାହିଁ, ସ୍ୱର୍ଗ ଅଛି କି ନାହିଁ, ବ୍ରହ୍ମା ବିଷ୍ଣୁ ମହେଶ୍ୱର ଇତ୍ୟାଦି ଇତ୍ୟାଦି ଅଛନ୍ତି କି ନାହିଁ ଗୋଟେ ସନ୍ଦେହ। ତେଣୁ ବାବା ତ ଅନେକ କଥା ସେଇ ଆଲୋକ ଭିତରେ ପ୍ରବେଶ କରିକି ସ୍ୱର୍ଗ ରାଜ୍ୟରେ କଣ କଣ ଅଛନ୍ତି, ବାବା କୋଉଠି ଅଛନ୍ତି, ଆମର ସ୍ୱୟଂ ଯୋଉ ବାବା ଦେହାନ୍ତ ହେଇଛନ୍ତି ସିଏ ଏତେ ବର୍ଷ ରହିଲେ, 43 ବର୍ଷ ପରେ ପୁଣି ଯେ କୋଉଠି ଥିଲେ, କୋଉ ସ୍ତରରେ ଥିଲେ, ଆଉ ସିଏ କାହିଁକି ଏତେ ଦିନ ପରେ ଆସିଲେ, ଏ ବିଷୟରେ ଅନେକ କଥା ବାବା ନିଜର ଅନୁଭୂତିରୁ ପ୍ରଦାନ କଲେ। କାରଣ ବାବା ତାରି ଭିତରେ ମରିଛନ୍ତି। ମୁଁ ବାବାଙ୍କୁ ବହୁ ଅନନ୍ତ କୋଟି ପ୍ରଣାମ କରି ଧନ୍ୟବାଦ ଜଣାଉଛି। ଯାହା ହଉ ଏ ପିଲାମାନଙ୍କୁ ନେଇକି ସେ ସ୍ୱର୍ଗ ଭିତରେ ପ୍ରବେଶ କରିକି, ଲାଇଟର ଆଲୋକ ଭିତରେ ପ୍ରବେଶ କରି ବାବାଙ୍କର ଯୋଉ ଷ୍ଟେଜରେ ଅଛନ୍ତି, ଆଉ ନୃଶଂସ ହତ୍ୟାକାରୀ ଯୋଉ ଷ୍ଟେଜରେ ଅଛନ୍ତି, ଯୋଉମାନେ ଉତ୍ପାତ କରନ୍ତି ଯୋଉ ଷ୍ଟେଜରେ ଅଛନ୍ତି, ଆଉ ଜଣେ ସାଧକ କୋଉ ଷ୍ଟେଜରେ ଅଛି, ସେଗୁଡିକ ବାବା ଅନୁଭୂତିରୁ ଅନେକ କଥା ବଖାଣ କଲେ, ଯାହାକି ସମସ୍ତଙ୍କୁ ଭଲ ଲାଗିଥିବ। ମତେ ବି ବହୁତ ଭଲ ଲାଗିଛି। ମୁଁ ସବୁ କିଛି ମାନେ ନିବୃତ୍ତ ହୋଇକି ନିର୍ବାକ ହେଇକି ସବୁ ମତେ କୁହୁକ ଭଳି ଲାଗୁଥାଏ। ମୁଁ ସବୁ ଶୁଣୁଥାଏ। ପ୍ରକୃତିରେ କଣ ଯମ ଅଛି, ନଚିକେତା କଣ ପ୍ରକୃତିରେ ଯାଇଥିଲା ଜମଭୂମରୁ? ଆଉ ଯମ ବୋଲି କଣ ଗୋଟେ ଅଛି, ସ୍ୱର୍ଗପୁର ବୋଲି କଣ ଗୋଟେ ଅଛି? ବାବା ଅନୁଭୂତିରୁ ଅନେକ କଥା କହୁଛନ୍ତି, ଆମକୁ ଅମୃତ ତୁଲ୍ୟ ଲାଗୁଛି। ଯାହା ହଉ ସମସ୍ତଙ୍କୁ ସାଙ୍ଗରେ ନେଇକି ଆମର ଏ ଭାଗ୍ୟ ହୁଏତ ଆମର ପୂର୍ବ ଜନ୍ମର ସୁକୃତ ଅନୁସାରେ ହେଇଥାଉ, କିମ୍ବା କୌଣସି ଜନ୍ମର ସୁକୃତ ଅନୁସାରେ ହେଇଥାଉ, ଯୋଉଟା କି ଆମେ ଏଇ ସଦ୍ଗୁରୁଙ୍କର ସମ୍ମୁଖରେ ବସିକି ଏଇ ସ୍ୱର୍ଗୀୟ ସୁଖକୁ ଅନୁଭବ କରୁଛୁ। ଏହିପରି ସପ୍ତାହକେ 2 ଦିନ ଆମେ ଏଇ ସତ୍ସଙ୍ଗରେ ଜଡ଼ିତ ହେଇ ରହିଥାଉ। ବାବାଙ୍କର କୃପା ଆଶୀର୍ବାଦ ଆମ ଉପରେ ଅନବରତ ଢାଳି ଦେଉଥାନ୍ତୁ। ବିନା ଦ୍ୱିଧାରେ କୌଣସି ପ୍ରଶ୍ନ ପଚାରିଲେ ବାବା ନ ରାଗିକି ଯୋଉ ଉତ୍ତର ଦଉଛନ୍ତି, ମତେ ଖୁବ ବଢିଆ ଲାଗିଛି। ଆଉ ମୁଁ ବିଶେଷ କିଛି କହୁନି, ବାବାଙ୍କୁ ଅନନ୍ତ କୋଟି ପ୍ରଣାମ କରି ମୋର ଛୋଟ ବକ୍ତବ୍ୟକୁ ରଖୁଛି। ବାବାଙ୍କର ଆଶୀର୍ବାଦ ଆମ ଉପରେ ରହିଥାଉ। ଏମିତି ଧନ୍ୟବାଦ। ସବୁ କଥା କହିଲେ ଅତି କମ୍ ସମୟ ଭିତରେ। ସୁନ୍ଦର କମ୍ପୋଜିସନ ଥିଲା କହିବାରେ, ଠିକ ଲାଗୁଥିଲା। ସମସ୍ତଙ୍କୁ ଆଶା କରି ଠିକ ଲାଗିଥିବ। ଧନ୍ୟବାଦ ମତାମତ ପାଇଁ। ନେକ୍ସଟ କୁହନ୍ତୁ, କିଏ କହୁଥିଲେ? ପ୍ରଣାମ ବାବା। ହ୍ୟାଲୋ ବାବା ପ୍ରଣାମ, ଗୁରୁମାଙ୍କୁ ପ୍ରଣାମ, ଉପସ୍ଥିତ ସମସ୍ତ ମୁନିମତି ଭାଇ ଭଉଣୀଙ୍କୁ ଜୟଜୀ। ଆଜିକାର ସତ୍ସଙ୍ଗ ବହୁତ ଉଚ୍ଚକୋଟୀର ଥିଲା। ଏଥିରେ ବାବା ଆମକୁ ସ୍ୱର୍ଗ ଠାରୁ ଆମର ଜିଇଁବା ପର୍ଯ୍ୟନ୍ତ ସବୁ ବିଷୟରେ କହିଗଲେ। ତା ଭିତରେ ସବୁଠାରୁ ମୁଖ୍ୟ କଥାଟି ହେଉଛି, ଆମେ ସବୁବେଳେ ଆମ ଭାବନାକୁ ଉଚ୍ଚ କରିବା ଏବଂ ସବୁବେଳେ ପଜିଟିଭ ଥଟରେ ରହିବା। ପଜିଟିଭ ଥଟରେ ଯେତେ ରହିବା, ଆମେ ସେତେ ଆନନ୍ଦ ଅନୁଭବ କରିବା ଓ ସତ୍ୟର ପାଖାପାଖି ହୋଇପାରିବା। ତେଣୁ ଆମେ ସବୁବେଳେ ସବୁ ସମୟରେ ପଜିଟିଭ ଥଟରେ ରହିବା ଉଚିତ। ଆଉ ଭାବନାକୁ ଉଚ୍ଚ କରିବା ଦରକାର। ଭାବନା ଯାହାର ଯେତେ ଉଚ୍ଚ ହେବ, ତାର ଯେତେ ଅର୍ଥର ଅଭାବ ଥାଉ କି ଦୁଃଖ ଥାଉ, ସେଇ ଉଚ୍ଚ ଭାବନା ହିଁ ତାର ସବୁ କିଛି ଦୂରେଇ ଦେଇ ପାରିବ। ଆମେ ଏତିକି ଶିଖିଲୁ ଏଇ ସତ୍ସଙ୍ଗରୁ, ଯେତେ ଦୁଃଖ ଥାଉ, ବିପଦ ଥାଉ, ସବୁବେଳେ ଆମେ ପ୍ରସନ୍ନ ଆନନ୍ଦ ଚିତ୍ତରେ ଟପିକର ସାରାଂଶ ଥିଲା ଗୋଟେ ଭଲ ସୁନ୍ଦର ସାରାଂଶ। ତା ହଉଛି ଯେ ଭାବନାକୁ ସୁଦୃଢ଼ କରିବା ଆଉ ପଜିଟିଭ ଥଟ୍ ଆଣିବା। ତାଙ୍କ ମତାମତ ସେଇଟା ବାଛିକି ସେ କହିଛନ୍ତି। ବହୁତ ସୁନ୍ଦର ଆପ୍ରୋଚ ଆଉ ବହୁତ ଭାବବାନ। ଧନ୍ୟବାଦ।
ନେକ୍ସଟ କୁହନ୍ତୁ କିଏ ନେକ୍ସଟ? ପୁରୀ ଜୟଜୀ। ଲିପୁ କହୁଥିଲି ଗଞ୍ଜାମ। ଆଜିର ସତ୍ସଙ୍ଗ ବହୁତ ମଜବୁତ ଆଉ ହୃଦୟ ସ୍ପର୍ଶୀ। ଆଉ ଏ ସତ୍ସଙ୍ଗରୁ ଏଇ ଶିକ୍ଷା ଆଜି ମିଳିଲା ଯେ ଆମର ଯୋଉ ଗରିବର କାରଣ ଗରିବ, ଯୋଉ ଆମେ ନାହିଁ ନାହିଁର ଭାବ ସବୁବେଳେ ଆମକୁ ମନ ଭିତରେ ରହୁଥିଲା ଯେ ନାଇଁ ମୋ ପାଖରେ କିଛି ନାହିଁ, କିଛି ହବନି। ସେ ଥାଉ ନଥାଉ ଗୋଟିଏ ପଜିଟିଭ ମାଇଣ୍ଡରେ ରହିବା, ଗୋଟିଏ କଳ୍ପନାକୁ ଦୃଢ କରିବା, ହଁ ମୁଁ ସବୁ କିଛି କରିପାରିବି। ଆଉ ଏଭଳି ଲାଗିଲା ଯେ କିଛିଟା କଳଙ୍କ ଭିତରୁ ଧୋଇଗଲା। ମତେ ଏଭଳି ଲାଗିଲା ଯେ ଭିତରେ କିଛି କଳଙ୍କ ରହିଯାଇଥିଲା। ଆଉ ଏ ସତ୍ସଙ୍ଗର ଗୋଟିଏ ଗୋଟିଏ ବାକ୍ୟ ମୁଁ ବହୁତ ତତ୍ପର ସହ ଏକାଗ୍ରତାରେ ଶୁଣୁଥାଏ। ବହୁତ ସୁନ୍ଦର ଥିଲା, ସ୍ଥିର। ଆଉ ଗୋଟେ ଆତ୍ମଜ୍ଞାନୀର କେବେ ବି କିଛି ହବନି। ଯେମିତି କଳ୍ପନା ଚାୱଲା ଯାଇଥିଲା, ଯଦି ସେ ଆତ୍ମଜ୍ଞାନୀ ହେଇଥାନ୍ତା ନଷ୍ଟ ହେଇନଥାନ୍ତା। ସେମିତି ମହାତ୍ମା ଗାନ୍ଧୀ ଯଦି ଆତ୍ମଜ୍ଞାନୀ ଥାନ୍ତେ ତାଙ୍କୁ ଗୁଳି କରାହେଇନଥାନ୍ତା, କିନ୍ତୁ ସେ ଆତ୍ମଜ୍ଞାନୀ ନଥିଲେ। ଆଉ ଏ ସତ୍ସଙ୍ଗ ବହୁତ ପ୍ରତି ଦିନ ଆମେ ଜୀବନରେ ଚଳିବା ପାଇଁ ଗୋଟିଏ କଳା ଶିକ୍ଷା ମିଳିଲା ଯେ ପ୍ରତ୍ୟେକ ଦିନ କେମିତି ଆନନ୍ଦରେ ପଜିଟିଭ ଥଟରେ ରହି ଜୀବନ ଯାପନ କରିପାରିବା, ବହୁତ ମୂଲ୍ୟବାନ ଥିଲା। ସେଥିପାଇଁ ଗୁରୁଜୀଙ୍କୁ ବହୁତ ଧନ୍ୟବାଦ ଦେବି ଆଉ ନିଜକୁ ବହୁତ ଧନ୍ୟ ମନେ କରିବି ଯେ ଏମିତିକା ସତ୍ସଙ୍ଗ ଶୁଣି ଜୀବନରେ କିଛି ପରିବର୍ତ୍ତନ ହେଲେ ଏ ଜୀବନ ସଫଳ ହବ। ସେତିକି ମୁଁ କହୁଛି। ଧନ୍ୟବାଦ। ଗୋଟେ ନିର୍ଯାସ ଆଣିଥିଲେ ତାଙ୍କ ମତାମତରେ, ତା ଥିଲା you are poor because you are poor. You are poor because you are poor. ତୁମେ ଗରିବ କାରଣ ତୁମେ ଗରିବ। ଆର ମୁଖ୍ୟ ସୋର୍ସ ହଉଛି ଭାବନା। କେବଳ ଭାବନାର ଖଡ୍ଗରେ ଗରିବ ଶବ୍ଦଟା କାଟିକିରି ନିଜକୁ ଉତ୍ଥାପନ କର। ନିଜକୁ ସେ ଗରିବର କଳଙ୍କ, ଗରିବ କଳଙ୍କ ଭାବନାକୁ କାଟି ଦେଇକି ନିଜେ କୁହ ନାହିଁ ମୁଁ ଧନୀକ କୁହ, ତାହେଲେ ଧନୀକ କୁବର ହେଇପାରିବ। ପଜିଟିଭ ଜଣେ ଏଇଠି କହୁଥିଲେ ବର୍ତ୍ତମାନ ଯେ ଆମେ ଭାବନା କରିବା କିଛି କରିବାନି। ତୁମେ କରିବନି କେମିତି? ଭାବନା ସହିତ ତ ସମ୍ପର୍କ ଯୋଡ଼ି ଅଛି, କାରଣ ସେଇ ଭାବନା ତୁମର ଆସିଲା ନା ସେଇ କାମ କରିବା ପାଇଁ। ମୁଁ ଅପୋଜିଟ୍ ଦେଲି କେତେ ଗୁଡ଼ିଏ ଉଦାହରଣ ଯେ ଏଇଟା ତୁମ ଭାବନା ଆସୁନି, ଏଇଥିପାଇଁ ତୁମେ ହବ। ଯୋଉଟା ଭାବନା ଆସିବ ତୁମେ ହବ। ଆଉ ଭାବନାର ଯୋଉ ଭାବନା କଲ ସେଇଟା ମନେ ରଖ 50% ହେଇଗଲା ଅଲରେଡି। ଆଉ 50% ତୁମର ପ୍ରଯତ୍ନ ହବ ହିଁ ହବ। ଯଦି ପ୍ରଯତ୍ନ ନାହିଁ ତାହେଲେ ଭାବନାର କିଛି ମୂଲ୍ୟ ନାହିଁ। ଭାବନା ଆସିବନି, କହିବ ମୁଁ କରିବିନି, ତାହେଲେ ଭାବନା କାହିଁ କରିବ? ସେ କରିପାରିବନି। ଦୃଢ ଭାବନା ହବନି, ଲାଇଟ୍ ଭାବନା ଆସିବ। ଧନ୍ୟବାଦ ମତାମତ ପାଇଁ। ସୁନ୍ଦର ସୁଚିନ୍ତକ ମତାମତ ଥିଲା। কালকাটা দুর্গাপুর। আজকে প্রবচন খুবই হৃদয়স্পর্শী, আপনার প্রতিটি প্রবচনে হৃদয়স্পর্শী। তথাপি আমার এই আজকের প্রবচনের মধ্যে এটাই মনে হলো যে মানুষের মানে মনুষ্য জাতির মধ্যে যা কিছু আছে বা আত্মা পায়ে যে জন্ম নিয়েছো, হ্যাঁ ভগবান যা দিয়েছেন সেটাতে সন্তুষ্ট থাকা দরকার। এবং এটা আছে কি সংকল্প সে সিদ্ধি প্রাপ্তি হবে, সংকল্প না থাকলে সিদ্ধি প্রাপ্ত হতে পারবে না। হ্যাঁ, এটাই মনে আমার আজকের প্রবচনে যেটুকু আমি অন্তর্ধান করতে পারলাম।
এইটুকুই আপনাকে আমি প্রকাশ করলাম। যদি ভুল কিছু হয়ে থাকে আমাকে শুধরে দেবেন। জয় জি। জয় জয়। ধন্যবাদ মতামত ପାଇଁ। ବଙ୍ଗଳାରେ ବଙ୍ଗଳା ଭାଷୀ ସେ କଥା ଗୁଡ଼ିକ ଓଡ଼ିଆ ବାଲାଙ୍କୁ ବହୁତ ଭଲ ଲାଗୁଥିବ, ଆମକୁ ମଧ୍ୟ ଭଲ ଲାଗୁଛି। ଯେ ତାଙ୍କର ଉଦ୍ଦେଶ୍ୟ ଥିଲା, ମେନ୍ ଜିଷ୍ଟ ଥିଲା ଯେ ଭାବନା ମାଧ୍ୟମରେ ସବୁ ପରିବର୍ତ୍ତନ ହେଇପାରିବ। ଆଉ ଏ ସତ୍ସଙ୍ଗ ସମ୍ପୂର୍ଣ୍ଣ ଭାବରେ ପିକୁଲିଆର, ପୂର୍ଣ୍ଣ ସ୍ୱତନ୍ତ୍ର ଭିତରେ ମୁଁ ରହିକରି କୁହେ, କାହାର ଗୋଡ଼ାଣିଆ ହେଇକରି କୁହେନି। ଏପରି ଗୀତା, ଭାଗବତ, ପୁରାଣ, ଆତ୍ମଜ୍ଞାନ ସବୁ ଛାଡ଼ି ଦେଇକି ସ୍ୱତନ୍ତ୍ର ଭାବରେ ଆସିକି ମୋ ନିଜସ୍ୱ ଭାବନାକୁ ନେଇକି ଆତ୍ମର କେନ୍ଦ୍ରିକ ହେଇକରି ମୁଁ କୁହେ। ପକ୍ଷପାତୀ ନଥାଏ, ନିଛକ ସତ କଥା ଥାଏ, ସତ୍ୟ ଉଦାହରଣ ଥାଏ, ବାସ୍ତବତା ଥାଏ। ଦୃଶ୍ୟ ଜଗତର ବାସ୍ତବତାକୁ ନେଇକରି ମୁଁ ଉପସ୍ଥାପନ କରେ। ତେଣୁ ଆଶା କରେ ଏଇସବୁ ସତ୍ସଙ୍ଗ ସେଥିପାଇଁ ଭଲ ହଉଥିବ। ଧନ୍ୟବାଦ ଦେବି ତୁମର ମତାମତ। ନେକ୍ସଟ କୁହନ୍ତୁ କିଏ? ନେକ୍ସଟ କାର ଅଛି? ଆଉ କିଏ ଅଛି କହିବେ କି? ବାବା ପ୍ରଣାମ। ପ୍ରଣାମ। ହଁ ପ୍ରଣାମ। ସମସ୍ତ ଅତି ଭାଇ ଭଉଣୀ ମାନଙ୍କୁ ମୋର ଜୟ ଜୟ। ଆପଣ ବୁଦ୍ଧଦେବଙ୍କ କଥା କହିଲେ ଯେ ବୁଦ୍ଧଦେବ ଥରେ ଦେଖୁ ଦେଖୁ ତାଙ୍କର ମୃତ୍ୟୁ ସମ୍ବନ୍ଧୀୟ ଜ୍ଞାନ ସୃଷ୍ଟି ହେଇଗଲା ଯେ ମତେ ବି ଦିନେ ମରିବାକୁ ପଡିବ। ଆମେ ଏତେ ଦେଖିଲା ପରେ ବି ଆମ ଭାବନା ସୃଷ୍ଟି ହଉନି ଆମ ଦିନେ ମରିବୁ ବୋଲି। ଏହା ବିଚିତ୍ର ଦେଖାଯାଉଛି ଆମକୁ। ପ୍ରତି ମୁହୂର୍ତ୍ତରେ ଭୁଲି ଯାଉଛୁ, ପ୍ରତି ମୁହୂର୍ତ୍ତରେ ଭୁଲି ଯାଉଛୁ। ଆମ ଭାବନାଟା ସେଇ ସ୍ତରକୁ ଆଗେଇ ଚାଲୁନି, ଯାଉଛି ପୁଣି ପଛକୁ, ଯାଉଛି ପୁଣି ପଛକୁ। ଆମେ ଶହ ଶହ ସତ୍ସଙ୍ଗ ଶୁଣୁଛୁ କିନ୍ତୁ ଅଗ୍ରଗତି ହେଇପାରୁନି। ଜୟ ଜୟ। ये भी वास्तव थिला कथा रहस्य। तुम्हें केबे एकाग्रता रखिन जे जने मरीगला तमे आज यूजुअल काम कर चल संस्कार कर खाद्य आणुच ताको संस्कार व्यस्त रोच किंतु निजर जदि एकाग्रता आसंता ताहले सेटा संभव होता जानिया आसीब समय आसीब निश्चिंत आसीब एकाग्रता जेहेतु से विषय गवेषणा होउची आ निजे अंतर कहीं होउन जो आसुची सेटा भी एक प्रकार एकाग्रता कहीं होउनी माने तुम चेष्टा करुच होउनी भाभी नहीं। धन्यवाद मतामत में सुंदर मतामत मिला। कौन तो आउ कि कहबे कि प्राय के कहबे नहीं जना पड़ती जा एट रखा जेकोसी प्रवचन होउची ताको परे परे पुणी विश्लेषण करंतु एकांत बसिक कौन कहले कौन नहीं आम तो पुनर्बार पुणी छाड़े उड़े तथापि निजर भावना को सुदृढ़ करंतु भावना जिते अग्रसर हम भावना जाने सारथी सेते रथ चलियो पॉजिटिव भावना जहाँ घटुची एक्सेप्ट कर मिलमाणा न एक्सेप्ट कर एक्सेप्टेंस बड़ जिनिस बाछरी मरीगला मरीगला ग्रहण कर पुअर देहांत होगला ग्रहण कर
ଆଉ ସାଧନ କରୁଥିବା ମନେ ରଖନ୍ତୁ, ସାଧନ କରୁଥିବା ବ୍ୟକ୍ତି ପାଖରେ ନା ବାଛୁରୀ ମରିବ ନା ପୁଅ ମରିବ ନା ନିଜର ଆକ୍ସିଡେଣ୍ଟ ହବ, କିଛି ହବ। ଯଦି ହେଲା ସେଇଟା ସମ୍ୟକ ଭାବରେ ହେଇପାରେ, କଣ ହେଇପାରେ ସେଇଟା ବି ହବନି। ଯଦି ଦୃଢ ଚିନ୍ତନ ଥିବ କିଛି ହବନି, କିଛି ବି ହବନି। ତେବେ ଏବେ ଗୋଟେ ବହୁତ ଭଲ ମୁହୂର୍ତ୍ତ ତୁମର ଚାଲିଛି ଗ୍ରହ। ଏଇ ସତ୍ସଙ୍ଗରେ ଯୋଉମାନେ ରହୁଛନ୍ତି ସମସ୍ତଙ୍କ ପ୍ରାୟ ଭଲ ଗ୍ରହ ନଥିଲେ ଏଠିକି ଆସିପାରିବେନି। ଆଉ ପୂର୍ବଜନ୍ମର କିଛି ବାସନା ନଥିଲେ ଏଠି ବସିପାରିବେନି। ପୂର୍ବଜନ୍ମର କିଛି ସଞ୍ଚିତ ବାସନା ଆସିଛି, ୟୁଟ୍ୟୁବ ଖୋଲିଲେ ଆମର ବାଜୁଛି, ତୁମେ ଆକର୍ଷିତ ହଉଛ, ପୁଣି ଆସି ଏଠି। ଏବେ ବି ଆମେ ସତ୍ସଙ୍ଗ ଥିଲାବେଳେ 2 ଜଣ ଲଗେଇଥିଲେ, କି କୋଉଠୁ ଲଗେଇଥିଲେ, ତେଣୁ ଚିନ୍ତା କରନ୍ତୁ। ପ୍ରତ୍ୟେକ ଦିନ ବସିକିରି ମୁଁ କହିଛି ଗୋଟେ ଟିପ୍ସ, 10 ମିନିଟ୍ ବସନ୍ତୁ, 5 ମିନିଟ୍ ବସନ୍ତୁ, ପୁରା ହାଲକା କରିକି ମନକୁ, କୌଣସି ଚିନ୍ତା ନ କରିକି ବସିଯାଆନ୍ତୁ, ରିଲାକ୍ସ ଲାଗିବ। କାରଣ ମନଟା ସମ୍ପୂର୍ଣ୍ଣ ଭାବରେ ଜଡ଼ିତ ହେଇକି ରହିଯାଉଛି ଆଉଟ ଗୋଇଂ, ମାନେ କାହା ସହିତ ବିଶ୍ୱାସକ୍ତ ହେଇଯାଉଛି, ଜଡ଼ ପ୍ରକୃତି ସହିତ ରହିଯାଉଛି। ତେଣୁ ତାକୁ କାଟିକିରି କିଛି ସମୟ ଯଦି ରିଲାକ୍ସ ବସିଗଲେ ବି ଆତ୍ମା ଆଡ଼କୁ ଆସିଗଲେ କିଛି ଚିନ୍ତା କରିବେନି। ଯୋଉ ଚିନ୍ତା ଆସିଲା ତାକୁ କାଟିବ, ନେକ୍ସଟ ଚିନ୍ତା ଆସିଲା କାଟିବ, ସବୁ କଳ୍ପନାକୁ କାଟିକି ସ୍ଥିର ହେଇକି ବସନ୍ତୁ, ଆତ୍ମବୋଧରେ ବସନ୍ତୁ, ଆତ୍ମାକୁ ଦର୍ଶନ କରିବା ଲକ୍ଷ୍ୟରେ ବସନ୍ତୁ। ସେ ଅନ୍ଧାର ଆଜ୍ଞା ଚକ୍ରରେ ଦେଖିବେ ବହୁତ ଲାଇଟ୍ ଆସିବ, ଗ୍ରୀନ ଲାଇଟ୍ ଆସିବ, ୟେଲୋ ଆସିବ, ହ୍ୱାଇଟ୍ ଆସିବ, ଅଫ୍ ହ୍ୱାଇଟ୍ ଆସିବ, ପିଙ୍କ ଆସିବ, ଡିପ୍ ରେଡ୍ ଆସିବ, ବ୍ଲାକ୍ ଆସିବ। ବ୍ଲାକ୍ ହଉଛି ମାନେ ଜାଣିବ ତମେ କିଛି ନୁହେଁ, ମାନେ ଅନଏବଲ୍ ଟୁ ଡୁ, ଯୋଗ ପାଇଁ ଅନଫିଟ୍ ପୁରା। ଯଦି ବ୍ଲାକ୍ ଆସିଲା, ହ୍ୱାଇଟ୍ ଆସିଲେ ଚଳିବ, ୟେଲୋ ଆସିଲେ ଚଳିବ, ଆଉ ଯୋଉ କଲର ଆସିଲେ ଚଳିବ। ଯଦି ଡିପ୍ ରେଡ୍ ଆସିଲା ଜାଣିବ ତମେ ଯୋଗ ପାଇଁ ସମ୍ପୂର୍ଣ୍ଣ ଫିଟ୍ ଅଛ। ଦେଖନ୍ତୁ ଲାଇଟ୍ କହିଦେଲେ ଲାଇଟ୍ କରୁନାହାନ୍ତି ନାହିଁ, ତୁମେ ସେ ଲାଇଟ୍ ବି ଏକ ପ୍ରକାର ତମକୁ ଟାଣି ନେଇଯିବ। ଲାଇଟ୍ ନାହିଁ, କେବଳ ହିଁ ଭାବନା କରନ୍ତୁ, ସ୍ଥିର ହେଇକି ବସ, ମୁଁ କେମିତି ସ୍ଥିର ହେବି, ମାନେ ଏକାଗ୍ରତା ଆସିବ, ଯେମିତି କିଛି କଳ୍ପନା ଆସିବନି, ମାନେ ବିଚାର ଶୂନ୍ୟ ଅବସ୍ଥାରେ ପହଞ୍ଚିବ, କୌଣସି ବିଚାର ନ ଆସୁ। ସେତେବେଳେ ବ୍ୟାଟେରୀ ଚାର୍ଜ ହେଇଯିବ ପୁଣି। ହଉ, ଆଜି ଏତିକି। ସମସ୍ତଙ୍କୁ ଧନ୍ୟବାଦ, ସମସ୍ତେ ଏଠି ରହିଥିବାରୁ, ଠିକ ଭାବରେ ଧୀର ସ୍ଥିର ହେଇ ଶୁଣିଥିବାରୁ, ଆଉ ତାକୁ ପ୍ରଶ୍ନରେ ପୁଣି ଏଠି ରଖିଥିବାରୁ, ମତାମତ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଜୟ ଜୟ ଜୟ। गुरुजी गुरुमा प्रणाम। प्रणाम। गुरुजी गुरुमा प्रणाम। प्रणाम।